ମୁଖରୁ ଆଉ ପ୍ରଭୁଙ୍କ ସେ ଜୀବନ୍ତ ବାକ୍ୟ ଶ୍ରବଣ କରିବାକୁ ଯିବା। ଏତେବେଳେ ମୁଁ ପ୍ରଭୁ ଯୀଶୁଙ୍କ ନାମ ସେ ମଧୁମୟ ନାମରେ ସମ୍ମୁଖ ଆହ୍ୱାନ କରୁଛି। ଆଜ୍ଞା ଆମମାନଙ୍କ କ୍ଲେମନ୍ତ ନାୟକ ଆଜ୍ଞା ସମ୍ମୁଖକୁ ଆସିବେ ଏବଂ ଆମମାନଙ୍କ ନିମନ୍ତେ ଯେଉଁ ବାକ୍ୟ ଆଣିଛନ୍ତି ତାହା ବିତରଣ କରିବେ। ଆଜ୍ଞା ପ୍ରେଜ୍ ଦ ଲର୍ଡ। ମୋର ଭଏସ ଆସୁଛି? ଭଏସ ଆସୁଛି? ଆସୁଛି ଆଜ୍ଞା ଆସୁଛି। ଓକେ, ବହୁତ ବହୁତ ଧନ୍ୟବାଦ। ମୋ ପ୍ରିୟ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ପବିତ୍ର ନାମର ଗୌରବ କରୁଅଛି, ଧନ୍ୟବାଦ ଦେଉଛି, କୃତଜ୍ଞତା ଜଣାଉଛି। ଆଉ ଆମର ଜରାସ ଭାଇକୁ ମଧ୍ୟ ଧନ୍ୟବାଦ ଦେଉଛି। ଆପଣମାନେ ସମସ୍ତଙ୍କୁ ଟିମରେ ଯେତେ ଅଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଏବଂ ପ୍ରଭୁ ପୁଣି ଥରେ ସପ୍ତାହରେ ଆମମାନଙ୍କୁ ଏ ସୁନ୍ଦର ଅବସର ଦେଇଅଛନ୍ତି, ଯଦ୍ୱାରା ଆମେ କିଛି ସମୟ ତାହାଙ୍କ ବାକ୍ୟ ବ୍ୟବସ୍ଥାରେ ଅଧ୍ୟୟନ କରି ଆମୋଦ କରିବା। ଆଉ ସେଥିପାଇଁ ପ୍ରଭୁ ଗୌରବ ପାଆନ୍ତୁ। ବିଶେଷ କରି 2 କରିନ୍ଥ 5:17 ପଦରେ ଲେଖାଯାଏ, ପରମେଶ୍ୱର ଯେଉଁମାନଙ୍କୁ ପରିତ୍ରାଣ ଦିଅନ୍ତି ସେମାନେ ନୂତନ ସୃଷ୍ଟି ହୁଅନ୍ତି। ସେମାନଙ୍କର ପୁରାତନ ବିଷୟ ସବୁ ଚାଲିଯାଏ, ଆଉ ଦେଖ ସବୁ ନୂଆ ହୋଇଅଛି। ପ୍ରେଜ୍ ଦ ଲର୍ଡ। ହେଲେ ପ୍ରଶ୍ନ ଉଠୁଛି, ଯେତେବେଳେ ଜଣେ ପାପୀ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବ ଏବଂ ପରମେଶ୍ୱର ତାକୁ କ୍ଷମା କରିବେ, ପରିତ୍ରାଣ ଦେବେ ଏବଂ ସେ ନୂତନ ସୃଷ୍ଟି ହେବ, ହେଲେ କ'ଣ ନୂତନ ହେବ? ତାର କ'ଣ ନୂତନ ହେବ? ଆଖି ନୂଆ ହେବ ନା ନାକ ନୂଆ ହେବ ନା କାନ ନା ପାଟି ନା ଦାନ୍ତ ନା ହାତ ଗୋଡ଼ ନା କ'ଣ ନୂଆ ହେବ? ନାଇଁ କି? ଇଏ ଗୋଟେ ପ୍ରଶ୍ନ। ଆଉ ମୁଁ ବିଶେଷ କରି ପ୍ରଭୁଙ୍କୁ ଧନ୍ୟବାଦ କରୁଅଛି। ପ୍ରଥମେ ତ ଜଣେ ପାପୀର ଯେତେବେଳେ ସେ ବିଶ୍ୱାସ କରିବ, ସେହି ବିଶ୍ୱାସୀର ହୃଦୟ ନୂତନ ହେବ। କାରଣ ପରମେଶ୍ୱର ତାଙ୍କର ପ୍ରସ୍ତରମୟ ହୃଦୟ ବାହାର କରିବେ ଏବଂ ମାଂସମୟ ହୃଦୟ ତାଠେ ରୋପଣ କରିବେ। ପ୍ରଥମ ଏଟା ନୂଆ ହେବ। ତାପରେ ଦ୍ୱିତୀୟ ବିଷୟ ନୂଆ ହେବ କ'ଣ? ହୃଦୟର ପରିଚାରକ ଯେ ବିଶ୍ୱାସ, ସେ ବିଶ୍ୱାସ ନୂଆ ହେବ। ତାପରେ ତୃତୀୟରେ କ'ଣ ହେବ? ବିଶ୍ୱାସ ଦ୍ୱାରା ସେ ଯେଉଁ କାର୍ଯ୍ୟ କରିବ ସେ କାର୍ଯ୍ୟ ନୂଆ ହେବ। ଖ୍ରୀଷ୍ଟିଆନ ମୋର ପ୍ରିୟ ଭାଇ ଭଉଣୀ ମାନେ, ଏଇଟାକୁ କୁହାଯାଉଛି ସବୁ କିଛି ମାନେ ତାର ପୁରାତନ ବିଷୟ ଲୋପ ପାଇଯିବ, ଆଉ ଦେଖ ସବୁ ନୂଆ ହୋଇଅଛି। ତାର ହୃଦୟ ନୂଆ, ବିଶ୍ୱାସ ନୂଆ ଏବଂ ବିଶ୍ୱାସରେ ସେ ଯେ ସମସ୍ତ କାର୍ଯ୍ୟ କରିବ ତାହା ନୂଆ। ପ୍ରେଜ୍ ଦ ଲର୍ଡ। ହେଲେ ପ୍ରଶ୍ନ ଉଠୁଛି, ଯେତେ ଜଣ ମାନେ ପରିତ୍ରାଣ ପାଆନ୍ତି, ନାଇକି, ସେମାନେ ତ ନୂତନ ସୃଷ୍ଟି ହୁଅନ୍ତି, ଠିକ ଅଛି। ତେବେ ସେମାନଙ୍କର ବିଶ୍ୱାସ ବି ଠିକ ଅଛି, ତାଙ୍କର ହୃଦୟ ଠିକ ଅଛି, ତାଙ୍କର ବିଶ୍ୱାସ ଠିକ ଅଛି। ତେବେ ବିଶ୍ୱାସ ଯୁକ୍ତ ସେ ଯେଉଁ କାର୍ଯ୍ୟ କରିବେ ପରିତ୍ରାଣ ପାଇଲା ପରେ, ସେଟା ନୂଆ ହୁଏ କି? ଏଟା ହେଲା ପ୍ରଶ୍ନ। ଖ୍ରୀଷ୍ଟିଆନ ମୋର ପ୍ରିୟ ଭାଇ ଭଉଣୀମାନେ, ଆଜି ଆମେ ଏ ବିଷୟରେ ଆଉ କିଛି ଅଧ୍ୟୟନ କରି ଜାଣିବାକୁ ଚେଷ୍ଟା କରିବା ଯେ ପରିତ୍ରାଣ ପାଇଲା ପରେ ଜଣେ ବିଶ୍ୱାସୀ ପରିବର୍ତ୍ତିତ ହୁଅନ୍ତି କି ନାହିଁ, ନୂଆ ହୁଅନ୍ତି କି ନାହିଁ, ତାର କାର୍ଯ୍ୟ ପ୍ରଣାଳୀ ତାଙ୍କର ବିଶ୍ୱାସ ଅନୁସାରେ ତାଙ୍କର ଯେଉଁ ସମସ୍ତେ ସେ କାର୍ଯ୍ୟ କରିବେ ତାହା ନୂଆ ହବ କି ନାହିଁ, ପରିବର୍ତ୍ତିତ ହବ କି ନାହିଁ, ପୁରୁଣା ସବୁ ଚାଲି ଯାଇଥିବ, ପୁରୁଣା ଆଉ ରିପିଟ ହବ କି? ଏ ସମସ୍ତ ବିଷୟ ଆଜି ଆମେ ଅବଶ୍ୟ ବେଶୀ ତ ସମୟ ନାହିଁ, ଆଉ ଅଳ୍ପ ସମୟ ମଧ୍ୟରେ ଆମେ ଜାଣିବା ପାଇଁ ଚେଷ୍ଟା କରିବା। ଅଧ୍ୟୟନରେ ଆପଣମାନଙ୍କୁ ସମସ୍ତଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ନାମରେ ଗ୍ରୀକ ଭାଷା ଆଧାରିତ ଏହି କ୍ଲାସିକ ବାଇବଲ ଷ୍ଟଡିକୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଅଛି। ପ୍ରେଜ୍ ଦ ଲର୍ଡ। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଭଲ ଅଛନ୍ତି। ପ୍ରେଜ୍ ଦ ଲର୍ଡ। ଆମେ ଯୋଉ ପ୍ରସଙ୍ଗ ଆଜି ରଖିଛୁ ତାହା ହେଉଛି ପରିବର୍ତ୍ତିତ ହୁଅ। ଆଉ ଏଇଟା ରୋମୀ ପୁସ୍ତକର 12 ଅଧ୍ୟାୟର 1ରୁ 4 ମଧ୍ୟରେ ଆମେ ଅଧ୍ୟୟନ କରିବା। ତେବେ ଏଇ 1ରୁ 4 ପର୍ଯ୍ୟନ୍ତ ଆମେ ପାଠ କରିବା ଆବଶ୍ୟକ ନାହିଁ, ଆମେ ନିଜେ ବି ତାହାକୁ ପାଠ କରିପାରିବା ଅନ୍ୟ ସମୟରେ, କିନ୍ତୁ ଆମେ ଫୋକସ କରିବା 2କୁ, 12ର 2କୁ ଆମେ ଫୋକସ କରିବା, କିନ୍ତୁ ଆମମାନଙ୍କର ମୂଳ ରହିଯିବ କ'ଣ? 1ରୁ 4। ସେଥିପାଇଁ ମୁଁ ନିବେଦନ କରିବି ଆପଣମାନେ ଏହାକୁ ଏହି ଅଧ୍ୟୟନକୁ ଧ୍ୟାନରେ ଶୁଣିବେ। ପ୍ରେଜ୍ ଦ ଲର୍ଡ। ପରମେଶ୍ୱରଙ୍କ ଇଚ୍ଛା ସାଧନ କରିବା ସକାଶେ ସେ ଶକ୍ତି ଅନୁସାରେ ପ୍ରତ୍ୟେକଙ୍କୁ ବିଶ୍ୱାସ
ବିତରଣ କରିଅଛନ୍ତି ବିଶ୍ୱାସୀ ମାନଙ୍କୁ। 3 ପଦରେ ଲେଖା ହେଇଛି। ଆମର ସମୟ ହବ ନାହିଁ ବୋଲି ଆମେ ସେଟା 1ରୁ 3 ପର୍ଯ୍ୟନ୍ତ ପାଠ କରୁନୁ। ଆପଣମାନେ ନିଜେ ନିଜ ପୁସ୍ତକ ବାଇବଲରୁ ତାହା ପାଠ କରିବେ। ଯେପରି ଆମ୍ଭେମାନେ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ହେଲେ ହେଁ ଏକ ଶରୀର ହୋଇ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହୋଇପାରୁ। 4 ପଦ, ରୋମୀ 12ର 4 ପଦରେ ତାହା ଲେଖା ହେଇଛି। ଆଚ୍ଛା, ତେଣୁ ପ୍ରତ୍ୟେକ ଜଣ ପରମେଶ୍ୱରଙ୍କ ଇଚ୍ଛା ଜାଣି ନିଜ ସେବା କାର୍ଯ୍ୟ ବିଷୟରେ ସଚେତନ ରହିବା ଉଚିତ। 3 ପଦରେ ଏଟାକୁ ରିପିଟ କରାହେଇଛି। ଖ୍ରୀଷ୍ଟ ମୋର ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱରଙ୍କ ଇଚ୍ଛା ନ ଜାଣିଲେ ବିଶ୍ୱାସୀ ତାକୁ ଦିଆଯାଇଥିବା ସନ୍ତୋଷଜନକ ସେବା କାର୍ଯ୍ୟ କରିପାରିବ ନାହିଁ। ନାକି? ଯଦି କରିପାରିବ ନାହିଁ ତାହେଲେ ସେ ପରମେଶ୍ୱରଙ୍କ ଠାରୁ ଯେଉଁ ସମସ୍ତ ପ୍ରତିଜ୍ଞା ରହିଛି, ଆଶୀର୍ବାଦ ରହିଛି, ତାହା ସେ ହରାଇବ। ଖ୍ରୀଷ୍ଟ ମୋର ପ୍ରିୟ ଭାଇ ଭଉଣୀମାନେ, ତେଣୁ ଏଠାରେ ଏ ଯୋଉ ରୋମୀ 12ର 1, 2, 3, 4ରେ ଆମେ ଦେଖୁ ଯେ ପରମେଶ୍ୱରଙ୍କର ଇଚ୍ଛା କଣ ତାହା ଆମେ ଜାଣିବା ପାଇଁ କଣ କରିବା ଏବଂ ଆମେ ପରିବର୍ତ୍ତିତ କାହିଁକି ହେବା, କିପରି ହେବା, ଏ ସମସ୍ତ ବିଷୟ କିଛି କିଛି ଆମେ ଅଧ୍ୟୟନ କରି ଜାଣିବା ପାଇଁ ଚେଷ୍ଟା କରିବା। ପ୍ରେଜ୍ ଦ ଲର୍ଡ। ପ୍ରଥମେ ଆମେ ଦେଖିବା ପରମେଶ୍ୱରଙ୍କର ଇଚ୍ଛା ବା ଆଦେଶ, ଗ୍ରୀକରେ ତାକୁ ଥେଲେମାଟୁ ଥେଉ ବୋଲି କୁହାଯାଉଛି ବା ୱିଲ୍ ଅଫ୍ ଗଡ୍। ହେଲେ ପରମେଶ୍ୱରଙ୍କ ଇଚ୍ଛା ବା ଆଦେଶକୁ ଜାଣିବାର ଉପାୟ କଣ? ଆମେ ରୋମୀ 12 ଅଧ୍ୟାୟ 1, 2, 3, 4 ପଦକୁ ବେଶ କରି ଏହାକୁ ଅଧ୍ୟୟନ କରୁଛୁ। ତେବେ ପରମେଶ୍ୱରଙ୍କର ଇଚ୍ଛା ଯାହା ତାହା ଆଦେଶ, ଆମ ପାଇଁ ବିଶ୍ୱାସୀ ମାନଙ୍କ ପାଇଁ ତାହା ଆଦେଶ। ହେଲେ ପରମେଶ୍ୱରଙ୍କର ଇଚ୍ଛା ବା ଆଦେଶକୁ ଜାଣିବାର ଉପାୟ କଣ ଅଛି? ସେଇ 1, 2, 3, 4 ପଦରେ କଣ ଲେଖା ହେଇଛି ଦେଖି, ହେଲେ ତାହାକୁ ଆମେ ଦେଖିବାକୁ ଚେଷ୍ଟା କରିବା। 1ରେ କଣ ହଉଛି? ଆପଣା ଶରୀରକୁ ସଜୀବ, ପବିତ୍ର ଓ ସୁଗ୍ରାହ୍ୟ ବଳି ରୂପେ ପରମେଶ୍ୱରଙ୍କ ନିକଟରେ ଉତ୍ସର୍ଗ କରିବ। 1ରେ କଣ କଣ? ସଜୀବ, ଗ୍ରୀକରେ ଯାଅ ବା ଲିଭିଂ ବା ଅନବରତ କାର୍ଯ୍ୟ। ଶରୀରକୁ ଅନବରତ ସେ କଣ କରିବ? ପରମେଶ୍ୱର ନିକଟରେ ବଳି ରୂପେ ଉତ୍ସର୍ଗ କରିବ। ଲିଭିଂ ବା ସଜୀବ ମାନେ ସବୁବେଳେ ଜୀବନ୍ତ ରୂପେ ସେ ଜଣେ ବିଶ୍ୱାସୀ ଖ୍ରୀଷ୍ଟ ମାନେ ଯୀଶୁଙ୍କ ଠାରେ ତାହାକୁ ବଳି ରୂପେ ଉତ୍ସର୍ଗ କରିବ। ତାହାକୁ କୁହାଯାଉଛି ସଜୀବ ବା ଗ୍ରୀକରେ ଯାଅ। ତାପରେ ପବିତ୍ର ଲେଖା ହେଇଛି, ଗ୍ରୀକରେ ତାକୁ ହାଗିଓସ୍ ବା ଇଂରାଜୀରେ ହୋଲି। ହେଲେ ଏହାର ଅର୍ଥ ହଉଛି ପାପରୁ ପୃଥକ ରହିବ। ଆମେ ଜାଣିବା ପାଇଁ ଚେଷ୍ଟା କରୁଛୁ ଯେ ପରମେଶ୍ୱରଙ୍କର ଇଚ୍ଛା କିପରି ଜାଣିବା, ନାଇଁ କି? ସେଥିପାଇଁ ପ୍ରଥମେ ଶରୀରକୁ ଆମେ ମାନେ ସଜୀବ କରିବା ଏବଂ ପବିତ୍ର କରିବାର, ପବିତ୍ର ମାନେ ହାଗିଓସ୍ ବା ହୋଲି, ପାପରୁ ପୃଥକ ରଖିବା ସବୁବେଳେ ସବୁବେଳେ, ଏବଂ ସୁଗ୍ରାହ୍ୟ, ଆଉ ଗୋଟେ ଶବ୍ଦ ଅଛି ସୁଗ୍ରାହ୍ୟ, ଏଉରାଷ୍ଟସ୍, ଗ୍ରୀକରେ ଏଉରାଷ୍ଟସ୍ ବା ଇଂରାଜୀରେ ଏକ୍ସେପ୍ଟେବଲ, ସୁଗ୍ରାହ୍ୟ, ପରମେଶ୍ୱରଙ୍କର ଗ୍ରହଣ ଯୋଗ୍ୟ ବଳି ରୂପେ ଉତ୍ସର୍ଗ କରିବାକୁ ଏଇ 3ଟା କାର୍ଯ୍ୟ କରିବାକୁ ପଡିବ। ଶରୀରକୁ ସଜୀବ, ଶରୀରକୁ ପବିତ୍ର, ଶରୀରକୁ ସୁଗ୍ରାହ୍ୟ ବଳି ରୂପେ ପରମେଶ୍ୱର ନିକଟରେ ଉତ୍ସର୍ଗ କରିବାକୁ ହେବ। ଯଦି କରିବା ତାହେଲେ ପରମେଶ୍ୱରଙ୍କର ଇଚ୍ଛା ବା ଆଦେଶ କଣ ତାହା ଆମେ ଜାଣିପାରିବା। ପ୍ରେଜ୍ ଦ ଲର୍ଡ। ଇଏ ଗଲା 1 ନମ୍ବର। 2 ନମ୍ବର କଣ ହବ? ସେଇଟା 12ର 2ରେ ଲେଖା ହେଇଛି, ରୋମୀ 12ର 2ରେ। ହେଲେ 2ରେ କଣ? ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହେବ ନାହିଁ। ଅନୁରୂପୀ ମାନେ କଣ? ସୁସ୍କେମାଟିଜୋ, ଗ୍ରୀକରେ ସୁସ୍କେମାଟିଜୋ। ସୁସ୍କେମାଟିଜୋ ମାନେ ଆଧୁନିକ ସମାଜର ଚଳଣି, ବେଶ ପୋଷାକ, ବିଶ୍ୱାସ, ପ୍ରଥା, ପରମ୍ପରା, ପୂଜା ବିଧି, ଉତ୍ସବ ପାଳନ ଇତ୍ୟାଦିକୁ ଅନୁକରଣ କରିବ ନାହିଁ। ହେଲା, ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହେବ ନାହିଁ ମାନେ ଏଗୁଡାକ ଆଧୁନିକ ସମାଜର ଚଳଣି, ବେଶ ପୋଷାକ, ବିଶ୍ୱାସ, ପ୍ରଥା, ପରମ୍ପରା, ପୂଜା ବିଧି, ଉତ୍ସବ ପାଳନ ଇତ୍ୟାଦିକୁ ଅନୁକରଣ କରିବ ନାହିଁ। ଯଦି ଅନୁକରଣ କରିବ ନାହିଁ ତାହେଲେ ପରମେଶ୍ୱରଙ୍କର ଇଚ୍ଛା ଜାଣିପାରିବ। ଆଉ ଯଦି ଅନୁକରଣ କରିବେ ତାହେଲେ ବିଶ୍ୱାସୀ
परमेश्वर इच्छा बा आदेश को से जानी पारिबे नहीं, बुझी पारिबे नहीं एवं से अनुसार से कार्य करि पारिबे नहीं एवं परमेश्वरଙ୍କର अनुग्रह से लाभ करि पारिबे नहीं। ये गला 2 नंबर। 3 रे कोन हबो? मनर नूतनीकरण करिब। आनाकाइनोसिस, ग्रीक रे नूतनीकरण, आनाकाइनोसिस बा रिन्यूइंग इंग्रजी रे, बा ओडिया रे ताकू कहले कोन हबो? पुराणा को भांगी नुआ करिब। जड़े पापी जेतेबेले जीशु ठारे विश्वास करूअछि से परित्राण पाउछि एवं से नूतन सृष्टि होउछि, तेबे ता जीवन रे, ता हृदय रे, मन रे, हाँ शरीर रे जो पुराणा विषय थिबो ताहाको से भांगिबो बा ताहाको से परित्याग करिबो एवं नुआ करिबो। ताहा होउछि मनर नूतनीकरण। ହେଲା କି? शुष्के माने शुष्के माटी जो ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ ମାନେ, ହେଲେ ମନର ନୂତନୀକରଣ କରିବା ପାଇଁ ଯଦି ଆମେ କରିପାରିବା ତାହା ହେଲେ ଆମେ ପରମେଶ୍ୱରଙ୍କର ଇଚ୍ଛା ଜାଣିପାରିବା। ଆଉ ଯଦି ଆମର ସେ ପୁରାତନ ମନ ଯଦି ଥିବ ତାହେଲେ ଆମେ ପରମେଶ୍ୱରଙ୍କର ଇଚ୍ଛା ଜାଣିପାରିବା ନାହିଁ ଏବଂ ପରମେଶ୍ୱରଙ୍କର ସେ ଅନୁଗ୍ରହ, ସେ ପ୍ରତିଜ୍ଞା ଆମ ପାଇଁ ଲାଗୁ ହବ ନାହିଁ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ ମାନେ, ଇଏ ହେଲା 3। 4ରେ କ'ଣ? ପରିବର୍ତ୍ତିତ ହେବ। ପ୍ରେଜ୍ ଦ ଲର୍ଡ। এটা হচ্ছে আমানଙ୍କର ଆଜି ଅଧ୍ୟୟନର ମୂଳ ବିଷୟ, ପ୍ରସଙ୍ଗ, ମୂଳ ପ୍ରସଙ୍ଗ। ପରିବର୍ତ୍ତିତ ହେବ ଶରୀରକୁ ସୁଗ୍ରାହ୍ୟ ବଳି ରୂପେ, ନାଇଁ କି, ଏବଂ ପବିତ୍ର ବଳି, ସଜୀବ ବଳି ରୂପେ ଉତ୍ସର୍ଗ କରିବ। 1। 2ରେ ସେ ବର୍ତ୍ତମାନ ଯୁଗର ଅନୁରୂପୀ ହବ ନାହିଁ। 3ରେ ସେ ମନର ନୂତନୀକରଣ କରିବ। ତାପରେ ଆଉ ଗୋଟେ 4ରେ ଲାଷ୍ଟରେ କ'ଣ ଅଛି? ସେଇ ରୋମୀ 12ର 2 ପଦରେ ଏକା ଅଛି, ପରିବର୍ତ୍ତିତ ହେବ। ପ୍ରେଜ୍ ଦ ଲର୍ଡ। ପରିବର୍ତ୍ତିତ, ମେଟାମର୍ଫୋ, ଗ୍ରୀକରେ ମେଟାମର୍ଫୋ ବା ଟ୍ରାନ୍ସଫର୍ମ, ଇଂରାଜୀରେ ଟ୍ରାନ୍ସଫର୍ମ ହବ ସେ। ইয়ার অর্থ হলা বিশ্বাস ও କାର୍ଯ୍ୟରେ ବଦଳି ଯିବ। ପରିବର୍ତ୍ତିତ ହେବା ମାନେ ସେ ଆମେ ପ୍ରଥମରେ ଦେଖିଲୁ ଯେ ହୃଦୟ ଆମମାନଙ୍କର ମାଂସମୟ ହୃଦୟ ହୋଇଅଛି, ନୂଆ ହୋଇଅଛି ଏବଂ ହୃଦୟର ପରିଚାରକ ବା ସେବକ ବିଶ୍ୱାସ ଯୋଉ ସେଟା ବି ନୂଆ ହୋଇଅଛି ଏବଂ ବିଶ୍ୱାସ ଯୁକ୍ତ ଆମେ ଯେଉଁ କାର୍ଯ୍ୟ କରିବା ତାହା ମଧ୍ୟ ନୂଆ ହେବାକୁ ହବ। କିନ୍ତୁ ଏଠାରେ କ'ଣ ହେଲା? ପାଉଲ ଲେଖୁଛନ୍ତି ରୋମୀ ମଣ୍ଡଳୀକୁ ପରିବର୍ତ୍ତିତ ହେବା ପାଇଁ। ୟାର ମାନେ କ'ଣ? ୟାର ମାନେ ସେମାନେ 3ଟା ଯାକ କାମ କରୁଥିଲେ, ହେଲା କି? ସେମାନଙ୍କ ହୃଦୟ ପରିବର୍ତ୍ତନ ହଉଥିଲା, ସେମାନଙ୍କର ବିଶ୍ୱାସ ପରିବର୍ତ୍ତନ ହୋଇଥିଲା, କିନ୍ତୁ ସେମାନେ ପରିବର୍ତ୍ତିତ ହୋଇନଥିଲେ। ସେମାନେ ବିଶ୍ୱାସୀ ହେଲା ପରେ ମଧ୍ୟ ସେ ପୁରୁଣା ଶୈଳୀରେ ସେମାନେ ଜୀବନ ଯାପନ କରୁଥିଲେ। କାରଣ ସେ ସମୟରେ ରୋମ ମଣ୍ଡଳୀର ଅବସ୍ଥିତି ଯେଉଁ ବିଶ୍ୱାସୀ ମାନେ ଥିଲେ, ରୋମ ବା ରୋମାନ ମାନେ ସେମାନେ ମୂର୍ତ୍ତି ପୂଜକ ଥିଲେ, ଅନ୍ଧବିଶ୍ୱାସୀ ଥିଲେ ଏବଂ ସେମାନଙ୍କର ପ୍ରଭାବ ବିଶ୍ୱାସୀ ମାନଙ୍କ ଉପରେ ପଡୁଥିଲା। ତେଣୁ ସେମାନେ ବିଶ୍ୱାସୀ ହେଲେ ମଧ୍ୟ ସେମାନଙ୍କର ପ୍ରଥା, ପରମ୍ପରା, ଚାଲି ଚଳଣି ଇତ୍ୟାଦିକୁ ସେମାନେ କିଛି କିଛି ଅନୁକରଣ କରୁଥିଲେ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମ ଦେଶରେ ଯେଉଁ ପ୍ରକାର ଚାଲିଛି ଆମ୍ଭେମାନେ ମଧ୍ୟ କିଛି କିଛି ଏପଟେ ସେପଟେ ହେଇକି ଆମେ ମଧ୍ୟ ଅନୁକରଣ କରିଥାଉ। କିନ୍ତୁ ପାଉଲ ସ୍ପଷ୍ଟ ଭାବରେ ସେମାନଙ୍କୁ ରୋମୀ ପୁସ୍ତକରେ ଲେଖୁଛନ୍ତି, ତୁମେ ମନର ନୂତନୀକରଣ କରିବା ଦ୍ୱାରା କ'ଣ କରିବ? ନାଇଁ, ପରିବର୍ତ୍ତିତ ହବ, ଟ୍ରାନ୍ସଫର୍ମ ହବ, ମେଟାମର୍ଫୋ ହବ। ମେଟାମର୍ଫୋ, ୟା ପରେ ଆମେ ସେଟା ଦେଖିବା କ'ଣ କ'ଣ ତାର ଅର୍ଥ ଗୁଡାକ ରହିଛି, ଆମେ ସେଟାକୁ ଦେଖିବା। ତେବେ ବିଶ୍ୱାସ ଓ କାର୍ଯ୍ୟରେ କ'ଣ ହବ? ଜଣେ ବିଶ୍ୱାସୀ ବଦଳି ଯିବାକୁ ପଡିବ। ପୁରାତନ ବିଷୟ ସବୁ ଚାଲି ଯାଇଛି। ମନେ ରଖନ୍ତୁ, ବିଶ୍ୱାସର ପୁରାତନ ବିଷୟ ସବୁ ଚାଲି ଯାଇଛି, ଆଉ ସବୁ ନୂଆ ହୋଇଅଛି। କିନ୍ତୁ ଏଇଠାରେ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି ହଉଛି, ଯଦିଓ ବିଶ୍ୱାସୀ ଜଣେ ପାପୀ ନୂଆ ହୋଇଯାଉଛି, ତଥାପି ସେ ପରିବର୍ତ୍ତିତ ହେଉଛି କି ନାହିଁ କେମିତି ଜାଣିବା? ଯଦି ହେଉଥାନ୍ତେ ତାହେଲେ ପଉଲ କ'ଣ କରିଥାନ୍ତେ? ରୋମୀ ମଣ୍ଡଳୀକୁ ପରିବର୍ତ୍ତିତ ହେବା ପାଇଁ ଆଦେଶ ଦେଇନଥାନ୍ତେ। ସେମାନଙ୍କର ମାନେ ଜୀବନୀ ଶୈଳୀ ସେ ରୋମାନ ମାନଙ୍କର ଜୀବନୀ ଶୈଳୀରେ ପ୍ରଭାବିତ ହଉଥିଲା। ତେଣୁ ପାଉଲ କ'ଣ କରୁଛନ୍ତି? ରୋମାନ ମଣ୍ଡଳୀର ଭାଇ ଭଉଣୀ ମାନଙ୍କୁ, ବିଶ୍ୱାସୀ ଭାଇ ଭଉଣୀ ମାନଙ୍କୁ ସେ ଚିଠି ଲେଖୁଛନ୍ତି ଯେ ପରିବର୍ତ୍ତିତ ହୁଅ, ସେ ପୁରୁଣା ଶୈଳୀ ଆଉ ବ୍ୟବହାର କରୁନାହିଁ, ନାଇଁ କି? ଠିକ
ପାଉଲଙ୍କର ରୋମୀ ମଣ୍ଡଳୀ ପାଇଁ ଯେଉଁ ବାର୍ତ୍ତା ଅଛି ପରିବର୍ତ୍ତିତ ହେବା ବାର୍ତ୍ତା, ଆଜି ସେଇ ବାର୍ତ୍ତା ଆମ୍ଭମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଆମେ ଯେଉଁ ଭାରତ ଦେଶରେ ବାସ କରୁଛୁ, ଏ ଭାରତ ଦେଶ ଏକ ଅନ୍ଧବିଶ୍ୱାସର ଦେଶ, ମୂର୍ତ୍ତି ପୂଜାର ଦେଶ। ଆମେ ସଂଖ୍ୟାରେ ବିଲକୁଲ କମ୍ ଏବଂ ସେମାନେ ପ୍ରବଳ, ସେମାନଙ୍କର ସଂଖ୍ୟା ଅଧିକ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀମାନେ, ସେମାନଙ୍କର 12 ମାସରେ 13 ପର୍ବ ପାଳିତ ହୁଏ। ଏବେ ଯୋଉ ଅଧ୍ୟୟନ କରୁଛୁ, ଏ ସମୟରେ ଆମମାନଙ୍କର ମାନେ ସେଲିବ୍ରେସନ ଚାଲିଛି, ସହର ବଜାର ମାନଙ୍କର ସେଲିବ୍ରେସନ ଚାଲିଛି ଏବଂ ଆମେ ମାର୍କେଟ ଯାଉ ଇତ୍ୟାଦି ଇତ୍ୟାଦି ସବୁ। ଏବଂ ଆମେ ଯେତେବେଳେ ସେଲିବ୍ରେସନ କରୁ, ସେମାନଙ୍କର କିଛି କିଛି ବି ଆମେ ଅନୁକରଣ କରିଥାଉ। ଏଟାକୁ ଧ୍ୟାନରେ ଆମେ ଶୁଣିବା ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀମାନେ। କିନ୍ତୁ ପାଉଲ କହୁଛନ୍ତି ପରିବର୍ତ୍ତିତ ହୁଅ। ଦେଖନ୍ତୁ, 3ଟା ଜିନିଷ ଜଣେ ପାପୀ ପାଇଁ ହେଇଯାଉଛି। ବିଶ୍ୱାସ କରୁଛି ସେ ପରିତ୍ରାଣ ପାଉଛି, 1। 2ରେ ତାଙ୍କର ହୃଦୟ ନୂତନ ହଉଛି, ବିଶ୍ୱାସ ନୂତନ ହଉଛି, କିନ୍ତୁ କାର୍ଯ୍ୟ ନୂତନ ହେଉନାହିଁ। ତେଣୁ ପାଉଲ କଣ କରୁଛନ୍ତି, ରୋମୀ ମଣ୍ଡଳୀକୁ ଲେଖୁଛନ୍ତି ଏବଂ ଆଜି ମଧ୍ୟ ଆମମାନଙ୍କୁ ଲେଖୁଛନ୍ତି। ଆପଣ ନିଜେ ନିଜକୁ ପ୍ରଶ୍ନ କରନ୍ତୁ, ଯେତେ ସବୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିଛନ୍ତି, ଆପଣ ନିଜେ କୁହନ୍ତୁ, ନହେଲେ ଆପଣଙ୍କର ଆଖପାଖ ବିଶ୍ୱାସୀ ମାନେ ସେମାନଙ୍କୁ କୁହନ୍ତୁ, ସେମାନେ ପରିବର୍ତ୍ତିତ ହୋଇଛନ୍ତି କି? ସେମାନଙ୍କ ଜୀବନ ଠାରୁ ପୁରାତନ ବିଷୟ ଲୋପ ପାଇଛି କି? ନାଇଁ କି? ଆପଣ ନିଜେ ଅନୁସନ୍ଧାନ କରନ୍ତୁ, ଲକ୍ଷ୍ୟ କରନ୍ତୁ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀମାନେ, ଇଏ ହେଉଛି ଆଜି ଆମମାନଙ୍କର ଅଧ୍ୟୟନର ବଡ଼ ଚ୍ୟାଲେଞ୍ଜ। ଆମେ ପରିତ୍ରାଣ ପାଇଛୁ ସତ, ଆମମାନଙ୍କ ହୃଦୟ ନୂଆ ହେଇଛି, ପ୍ରଭୁ ଆମମାନଙ୍କୁ ନୂଆ କରିଦେଇଛନ୍ତି ହୃଦୟ, ଏବଂ ଆମମାନଙ୍କର ବିଶ୍ୱାସ ମଧ୍ୟ ନୂଆ ହେଇଛି। କିନ୍ତୁ ସେ ନୂଆ ବିଶ୍ୱାସ ସହିତ ଆମେ ଯେଉଁ କାର୍ଯ୍ୟ କରିବା କଥା 100% ଆମେ ତାହା କରିନଥାଉ। 4 ଭାଗ ନୂଆ ବିଶ୍ୱାସରେ କରୁଛୁ, ଆଉ ବଳକା ଭାଗ କଣ କରୁଛୁ, ଆମେ ପୁରାତନ ଶୈଳୀରେ ହିଁ କାର୍ଯ୍ୟ କରି ଚାଲିଥାଉଛୁ। ଏଇଟା ହେଉଛି ଆମର ବିଶ୍ୱାସୀ ମାନଙ୍କର, ଅଧିକାଂଶ ବିଶ୍ୱାସୀ ମାନଙ୍କର ଇଏ ହେଉଛି ଜୀବନୀ ଶୈଳୀ ଆଜି। ଆଉ ସେମାନେ ପରିବର୍ତ୍ତିତ ହେବା କଥା ସେମାନେ ଆଉ ଗୁରୁତ୍ୱ ଦେଇନଥାନ୍ତି। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀମାନେ, ଆଚ୍ଛା, ଆଉ ଗୋଟେ ଷ୍ଟେପକୁ ଯିବା। ଏଥର ପରମେଶ୍ୱରଙ୍କ ଇଚ୍ଛା ଜାଣିବା ପାଇଁ ଏ 4ଟା କାମ କରିବା କଥା କୁହାହେଲା, ନାକି? ପାଉଲ କହୁଛନ୍ତି ଶରୀରକୁ ସଜୀବ, ପବିତ୍ର ଏବଂ ସୁଗ୍ରାହବଳି ରୂପେ ଉତ୍ସର୍ଗ କରିବ, 1। 2ରେ ବର୍ତ୍ତମାନ ଯୁଗର ଅନୁରୂପୀ ହେବ ନାହିଁ। 3ରେ ମନର ନୂତନୀକରଣ କରିବ। 4ରେ ପରିବର୍ତ୍ତିତ ହେବ, ତେବେ ପରମେଶ୍ୱରଙ୍କର ଇଚ୍ଛା ଜାଣିପାରିବ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱର ଆମ ପରି ମନୁଷ୍ୟ ନୁହନ୍ତି ଏବଂ ଆମେ ପରମେଶ୍ୱରଙ୍କ ଭଳିଆ ମହାନ ବ୍ୟକ୍ତିଙ୍କର, ନାଇଁ କି, ଆତ୍ମା ସେ, ତାଙ୍କର ଇଚ୍ଛା ଆମେ ଏମିତି ରକ୍ତ ମାଂସର ମନୁଷ୍ୟମାନେ ଅନାବନା ଜୀବନ ଯାପନ କରିକି ତାଙ୍କର ଇଚ୍ଛା ଯେ ଜାଣିପାରିବା, ଏହା ସମ୍ଭବ ନାହିଁ। ତେଣୁକରି ପାଉଲ ଏଠାରେ 4ଟା ସର୍ତ୍ତ ରଖୁଛନ୍ତି। ଶରୀରକୁ ସର୍ତ୍ତ ରଖିଛନ୍ତି, ଆମମାନଙ୍କର ଜୀବନୀ ଶୈଳୀକୁ ସର୍ତ୍ତ ରଖିଛନ୍ତି, ମନକୁ ସର୍ତ୍ତ ରଖିଛନ୍ତି ଏବଂ ପୁରାପୁରି ପରିବର୍ତ୍ତିତ ହେବାର ସର୍ତ୍ତ ରଖିଛନ୍ତି। ଯଦି ଆମେ ସେତିକି କରୁ, ତାହେଲେ ପରମେଶ୍ୱରଙ୍କ ଇଚ୍ଛା ଆମେ ଜାଣିପାରିବା। ଯଦି ପରମେଶ୍ୱରଙ୍କ ଇଚ୍ଛା ଜାଣିଲୁ, ସେ ଅନୁସାରେ ଆମେ କାର୍ଯ୍ୟ କରିବା, ଆଉ ସେ ଅନୁସାରେ କାର୍ଯ୍ୟ କଲେ ପରମେଶ୍ୱର ଏହି ଜୀବନରେ ଆମମାନଙ୍କୁ ଆଶୀର୍ବାଦ କରିବେ ଏବଂ ପରବର୍ତ୍ତୀ ଜୀବନରେ ପରମେଶ୍ୱର ଆମକୁ ଅନନ୍ତ ଜୀବନରେ ପ୍ରବେଶ ଅଧିକାର ଦେବେ। ପ୍ରେଜ୍ ଦ ଲର୍ଡ। ଆଚ୍ଛା, ଆସନ୍ତୁ ଆମେ ଆଉ ଗୋଟେ ଷ୍ଟେପକୁ ଯିବା, ରିଆଲିଟିକୁ ଯିବା। ପ୍ରେଜ୍ ଦ ଲର୍ଡ। ରିଆଲିଟି କଣ? ଆଜି ବିଶ୍ୱାସୀ ମାନେ ପରିବର୍ତ୍ତିତ କି? ଇଏ ଏକ ଚ୍ୟାଲେଞ୍ଜିଂ ପ୍ରଶ୍ନ। ଆପଣ ନିଜକୁ ବି ଏହାକୁ ପଚାରି ପାରନ୍ତି ଏବଂ ନିଜର ଆଖପାଖ ପରିବାର ମଣ୍ଡଳୀ ଇତ୍ୟାଦି ଭାଇ ଭଉଣୀ ମାନଙ୍କ ନିକଟରେ ମଧ୍ୟ ଏଇ ପ୍ରଶ୍ନକୁ ପଚାରି ପାରନ୍ତି। ଆଜି ବିଶ୍ୱାସୀ ମାନେ ପରିବର୍ତ୍ତିତ କି? ପରିବର୍ତ୍ତନ ହୋଇଛନ୍ତି କି? ସେମାନେ ହୋଇପାରେ ଖଣ୍ଡେ ପଟେ ବା କିଛି ଲୋକ ହେଇଥିବେ, ଆମେ ସେଟାକୁ ମନା କରୁନୁ, ପ୍ରେଜ୍ ଦ ଲର୍ଡ, କିନ୍ତୁ ଅଧିକାଂଶ କଥା ପଡୁଛି। ହେଲେ ଆଜିର ବିଶ୍ୱାସୀ ମାନେ ପରିବର୍ତ୍ତନ ହୋଇଛନ୍ତି କି? ନାଇଁ କି? ୟା ପରେ ଆମେ ଦେଖିବା ସେଗୁଡାକୁ କଣ କଣ। ଆଚ୍ଛା, 1ରେ ଆଜିର ଅଧିକାଂଶ ବିଶ୍ୱାସୀ ମାନେ ପରିତ୍ରାଣ ପାଇବା ପରେ ପରିବର୍ତ୍ତିତ ହେବା ବିଷୟ ଗୁରୁତ୍ୱ ଦେଇନଥାନ୍ତି। ରୋମୀ 12, 1, 2, 3, 4ରେ ଦେଖନ୍ତୁ, ଏଇଟା 2 ପଦରେ ଲେଖା ହେଇଛି। ଅଧିକାଂଶ ବିଶ୍ୱାସୀ ମାନେ ପରିତ୍ରାଣ ପାଆନ୍ତି ସତ, ନୂଆ ହୃଦୟ ପାଆନ୍ତି ସତ, ନୂଆ ବିଶ୍ୱାସ ପାଆନ୍ତି ସତ, କିନ୍ତୁ ସେମାନେ ନୂଆ ବିଶ୍ୱାସରେ 100% ନୂଆ ବିଶ୍ୱାସ ଯୁକ୍ତ କାର୍ଯ୍ୟ କରିବା ପାଇଁ ପରିବର୍ତ୍ତିତ ହେବା ବିଷୟକୁ ସେମାନେ ଗୁରୁତ୍ୱ ଦେଇନଥାନ୍ତି।
ପରିତ୍ରାଣ ପାଇଲେ, ପରିତ୍ରାଣର ଆନନ୍ଦ ପାଇଲେ, ପରିତ୍ରାଣର ନିଶ୍ଚିତତା ପାଇଲେ ଇତ୍ୟାଦି। ସେତିକିରେ ଆନନ୍ଦ ମାନେ ଉଦ୍ବୁଦ୍ଧ ହେଇକିରି ସେମାନେ କଣ କରନ୍ତି, ସେବା କାମ କରନ୍ତି, ଜୀବନ ଯାପନ କରନ୍ତି, ଇତ୍ୟାଦି ଇତ୍ୟାଦି ସବୁ କରନ୍ତି। କିନ୍ତୁ ପରିବର୍ତ୍ତିତ ହେବା ପ୍ରସଙ୍ଗ ସେମାନଙ୍କ ମନକୁ ଛୁଏଁ ନାହିଁ। ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ମାନେ, ଦୁଇରେ ହାତ ଗଣତି କିଛି ପାପ ଛାଡ଼ିଦେଲେ ତାହା ଯଥେଷ୍ଟ ନୁହେଁ। ଜଣେ ବ୍ୟକ୍ତି ପାପୀ ଜଣେ ପରିତ୍ରାଣ ପାଇଲା ପରେ କଣ କରିବ? ସେ ହାତ ଗଣତି କିଛି ପାପ ଛାଡ଼ିବ। ମଦ ଖାଉଥିଲେ ଛାଡ଼ିବ, ପାନ ଖାଉଥିଲେ ଛାଡ଼ିବ, ନହେଲେ ଆଉ କଣ କଣ ଏମିତି ଆଖି ଦୃଶ୍ୟ କିଛି 4-5ଟା ଏମିତି ପାପ ଛାଡ଼ିଦେବ। ଏବଂ ତାହା ଯଥେଷ୍ଟ ନୁହଁ। ଏଠାରେ କଣ ହଉଛି? ପାପକୁ ସମ୍ପୂର୍ଣ୍ଣ ଭାବରେ ଛାଡ଼ିବାକୁ ହବ ଏବଂ ନୂଆ ବ୍ୟକ୍ତି ହେବାକୁ ପଡ଼ିବ। ଦ୍ୱିତୀୟ କରିନ୍ଥ 5:17 ସ୍ପଷ୍ଟ ଭାବରେ ଲେଖା ହେଇଛି, ନାଇଁ କି? ପୁରାତନ ସବୁ ଚାଲିଯାଏ, ଆଉ ଦେଖ ସବୁ ନୂଆ ହେଇଛି। ଆଉ ପୁରାତନ ବିଷୟ ଆସିପାରିବ ନାହିଁ। ଯଦି ଆସୁଛି ତାହେଲେ ସେ ପରିତ୍ରାଣ ପାଇନାହିଁ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ ମାନେ, ଧ୍ୟାନ ଦିଅନ୍ତୁ, ଏଟା ଲଜିକ। ଏଟା ଯଦି ଜଣେ ବିଶ୍ୱାସୀ ଜୀବନରେ ପୁରାତନ ଜୀବନୀ ଶୈଳୀ ଯଦି ପ୍ରକାଶିତ ହେଉଛି, ତାହେଲେ ତାହା ପ୍ରମାଣିତ କରୁଅଛି ଯେ ସେ ପରିତ୍ରାଣ ପାଇନାହିଁ, ତାର ହୃଦୟ ମାଂସମୟ ହୃଦୟ ହୋଇନାହିଁ ଏବଂ ତାର ବିଶ୍ୱାସ ମଧ୍ୟ ନୂଆ ହୋଇନାହିଁ। ତେଣୁ ସେ ନୂଆ କାର୍ଯ୍ୟ କରିପାରୁନାହିଁ। ସେ ପୁରାତନ ବିଷୟରେ ସେ ଅନବରତ ଚାଲିଛି। ତେଣୁ ତାଙ୍କର ପରିତ୍ରାଣ ସନ୍ଦେହଜନକ ଅଟେ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ମାନେ, ତିନିରେ ପରିବର୍ତ୍ତିତ ହେବା ବିଷୟ ଜଣା ପଡ଼ିବ କିପରି? ନାଇଁ କି? ଇଏ ଗୋଟେ ବଡ଼ ଚ୍ୟାଲେଞ୍ଜିଂ ବିଷୟ ଆପଣଙ୍କର, ମୋର କିମ୍ବା ଅନ୍ୟମାନଙ୍କର। ହେଲେ ସେମାନେ ପରିବର୍ତ୍ତିତ ହେଉଛନ୍ତି କି ହୋଇଛନ୍ତି କି ନାହିଁ ଆମେ କେମିତି ଜାଣିବା? କଣ ଉପାୟ ଅଛି? ଆମେ କେମିତି ଜାଣିପାରିବା ଯେ ମୁଁ ପରିବର୍ତ୍ତିତ ହୋଇଛି ବା ଆପଣ ପରିବର୍ତ୍ତିତ ହୋଇଛନ୍ତି ବା ଆପଣଙ୍କର ଆଖପାଖର ବିଶ୍ୱାସୀ ଭାଇ ଭଉଣୀ ମାନେ ପରିବର୍ତ୍ତିତ ହୋଇଛନ୍ତି? କେମିତି ଜଣା ପଡ଼ିବ? ନାଇଁ କି? ସେମାନେ କଳା ଲୋକ କଣ ଗୋରା ହେବେ? ନା 2ଟା ଆଖିର 3ଟା ଆଖି ହବ? ନାଇଁ ନା। କେମିତି ଜଣା ପଡ଼ିବ? ଦେଖୁନ, ଲୋକେ କହିବେ, ପ୍ରେଜ୍ ଦ ଲର୍ଡ, ଆମେ ପରିବର୍ତ୍ତିତ ହୋଇଛୁ କି ନାହିଁ ଆମ ପାଖ ପଡ଼ିଶା ସମାଜ ଗାଁ ବାଲା କହିବେ। କଣ ବୋଲି କହିବେ? ଯାହା ସାଉଲଙ୍କ ଜୀବନରେ ଘଟିଥିଲା। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ ମାନେ, ସାଉଲଙ୍କ ଜୀବନରେ କଣ ଘଟିଥିଲା? ସାଉଲ କଣ କରୁଥିଲେ ଆପଣ ଜାଣିଛନ୍ତି ଭଲ ଭାବରେ। ସାଉଲ ଜଣେ ମାନେ ଅତ୍ୟନ୍ତ ଅତ୍ୟାଚାରୀ ଥିଲେ, ନାଇଁ କି? ଆମେ ତାଙ୍କ ବିଷୟରେ ବି ଏତେ ଆଲୋଚନା କରିବାର ନାହିଁ। ସେ ମଣ୍ଡଳୀକୁ ତାଡ଼ନା କରୁଥିଲେ, ବିଶ୍ୱାସୀ ମାନଙ୍କୁ ଅତ୍ୟାଚାର କରୁଥିଲେ, ଇତ୍ୟାଦି ଇତ୍ୟାଦି, ନାଇଁ କି? ଲୋକମାନେ ଜାଣିଥିଲେ ତାକୁ ଭଲରେ ଏବଂ ସମସ୍ତେ ସାଉଲଙ୍କୁ ଭୟ କରୁଥିଲେ। କିନ୍ତୁ ଲୋକେ ପରେ କହିଲେ କଣ ବୋଲି, ନାଇଁ କି? ସେ ଯେତେବେଳେ ପରିତ୍ରାଣ ପାଇଲେ, ପବିତ୍ରତା ଅଭିଷେକ ପାଇଲେ, ନୂତନ ଜୀବନ ଯେତେବେଳେ ପାଇଲେ, ପାଉଲ କଣ କଲେ? ତାର ପୁରାତନ ବିଷୟ ସବୁ ଚାଲିଗଲା। ପାଉଲଙ୍କ ଜୀବନରୁ ସେ ପୁରାତନ ବିଷୟ ସବୁ ଚାଲିଗଲା। ଦେଖ ସବୁ ନୂଆ ହୋଇଅଛି। ତାହା ସେଇ ସମୟର ତାଙ୍କ ସମାଜର ଲୋକମାନେ ଦେଖି କୁହାକୁହି ହେଲେ, ଏ କଣ ସେହି ବ୍ୟକ୍ତି ନୁହନ୍ତି ଯେ କି ଦିନେ ସୁସମାଚାରକୁ ଘୃଣା କରୁଥିଲେ, ବିଶ୍ୱାସୀ ମାନଙ୍କୁ ତାଡ଼ନା କରୁଥିଲେ, କିନ୍ତୁ ଦେଖ ଆଜି ଏହି ବ୍ୟକ୍ତି ସୁସମାଚାର ପ୍ରଚାର କରୁଅଛି। ପ୍ରେଜ୍ ଦ ଲର୍ଡ। ପ୍ରେରିତ 9:21 ଆପଣ ଏହାକୁ ପାଠ କରିବେ। ପ୍ରେଜ୍ ଦ ଲର୍ଡ। ଦେଖନ୍ତୁ, ମାନେ ଜଣେ ବିଶ୍ୱାସୀ ପରିବର୍ତ୍ତିତ ହେବା କଥା, ହେବା ବିଷୟକୁ ତାଙ୍କର ପାଖ ପଡ଼ିଶା ଲୋକ, ତାଙ୍କର ଗ୍ରାମବାସୀ, ତାଙ୍କର ସାଙ୍ଗସାଥି ମାନେ ଇତ୍ୟାଦି ସମାଜର ଲୋକମାନେ ଜାଣିବେ। ସେମାନେ କହିବେ, ଆରେ ଇଏ ମଦ ଖାଇକି ବୁଲୁଥିଲା କିନ୍ତୁ ଏବେ ଆଉ ଯାଉନି। ଆରେ ଇଏ ଏମିତି ଏମିତି କରୁଥିଲା କିନ୍ତୁ ଏବେ କରୁନି। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ ମାନେ, ଯେତେବେଳେ ଲୋକ ଏ କଥା କହିବେ ସେତେବେଳେ ଆମକୁ ବୁଝିବାକୁ ହବ ଯେ ଆମେ ପରିବର୍ତ୍ତିତ ହୋଇଛୁ, କିମ୍ବା ମୁଁ ବୁଝିପାରିବି ଯେ ଆପଣ ପରିବର୍ତ୍ତିତ ହୋଇଛନ୍ତି। ଆଉ ଯଦି ଲୋକ ଯଦି କିଛି କହିବେ ନାହିଁ, ତାହେଲେ ଆମେ ଜାଣିବାକୁ ପଡ଼ିବ ଯେ ଆମେ ପରିବର୍ତ୍ତିତ ହୋଇନାହୁଁ। ମନେ ରଖନ୍ତୁ ଏ ବିଷୟକୁ। ଲୋକ ହଉଛନ୍ତି ଆମମାନଙ୍କର ପ୍ରମାଣ ପତ୍ର ଦେବା ଲୋକ, ଅଧିକାରୀ ସେମାନେ। ଲୋକ କହିବେ, ସାଉଲଙ୍କୁ ମଧ୍ୟ ଲୋକ କହିଲେ, ଆରେ ଏ ଲୋକଟା ତ ଦିନ ଏମିତି ଏମିତି ଥିଲା, ଦେଖ ହେ ଆଜି ସୁସମାଚାର ପ୍ରଚାର କରୁଛି। ଦେଖନ୍ତୁ,
ପାଉଲଙ୍କର ମାନେ ପରିବର୍ତ୍ତିତ ଜୀବନୀ ଶୈଳୀ। ସେଥିପାଇଁ ପାଉଲ ନିଜ ଜୀବନର ଅନୁଭୂତିକୁ ନେଇକି ରୋମୀ ମଣ୍ଡଳୀର ବିଶ୍ୱାସୀ ଭାଇ ଭଉଣୀ ମାନଙ୍କ ନିକଟକୁ ସେ ଆଦେଶ ଦେଇ ଲେଖିଅଛନ୍ତି, ଯାହା ଆଜି ଆମମାନଙ୍କ ପାଇଁ, ମୋ ପାଇଁ, ଆପଣଙ୍କ ପାଇଁ ଏବଂ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରୁଥିବା ଅଗଣିତ ବିଶ୍ୱାସୀ ଭାଇ ଭଉଣୀ ମାନଙ୍କ ପାଇଁ ଅତି ଜରୁରୀ। ଆପଣ ନିଜେ ନିଜ ପଚାରନ୍ତୁ, ଆପଣଙ୍କୁ ଲୋକମାନେ ଆପଣଙ୍କ ବିଷୟରେ କଥା ହଉଛନ୍ତି କି? ଯଦି ହଉଛନ୍ତି, ପ୍ରେଜ ଦ ଲର୍ଡ, ପ୍ରଭୁଙ୍କୁ ଧନ୍ୟବାଦ କରନ୍ତୁ। ଯଦି ନାହିଁ, ତାହେଲେ ଆପଣ ନିଜ ଜୀବନକୁ ବିଶ୍ଳେଷଣ କରନ୍ତୁ, ପରୀକ୍ଷା କରନ୍ତୁ, କୋଉଠି ଆପଣଙ୍କର ଗଲତି ରହିଲା। ଆପଣ ନୂଆ ହୃଦୟ ପାଇଛନ୍ତି କି? ଆପଣ ନୂଆ ବିଶ୍ୱାସ ପାଇଛନ୍ତି କି? ଏବଂ ନୂଆ ବିଶ୍ୱାସ ଯୁକ୍ତ ନୂଆ କାର୍ଯ୍ୟ କରୁଛନ୍ତି କି? ପାପକୁ ଛାଡ଼ିଛନ୍ତି କି? ଇତ୍ୟାଦି ପରୀକ୍ଷା କରନ୍ତୁ। ଖ୍ରୀଷ୍ଟିଆନ ମୋର ପ୍ରିୟ ଭାଇ ଭଉଣୀମାନେ, ରୋମାନ ବିଶ୍ୱାସୀ ମାନେ ଦୋହରା ଜୀବନ ଯାପନ କରୁଥିବାରୁ ପାଉଲଙ୍କ ଆଦେଶ ଥିଲା କଣ ବୋଲି? ପରିବର୍ତ୍ତିତ ହୁଅ। ଆରେ ଭାଇ ମାନେ, ରୋମ ମଣ୍ଡଳୀର ଭାଇ ମାନେ, ପରିବର୍ତ୍ତିତ ହୁଅ। ଆଉ ସେ ଦୋହରା ଜୀବନ ଯାପନ କର ନାହିଁ। ତୁମେ ନୂଆ ହେଇଛ, ତୁମର ପୁରାତନ ବିଷୟ ସବୁ ଚାଲି ଯାଇଛି, ତୁମେ ପରିବର୍ତ୍ତିତ ହୁଅ। ଖ୍ରୀଷ୍ଟିଆନ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମମାନଙ୍କ ଜୀବନରେ ତାହା ହୋଇଛି କି? ଆଜି ଆମମାନଙ୍କ ଜୀବନରେ ଆମେ ଲକ୍ଷ୍ୟ କରୁ କି? ଅନ୍ୟମାନେ ଆମମାନଙ୍କୁ ଲକ୍ଷ୍ୟ କରନ୍ତି କି? ନା ଆମେ ସେମାନଙ୍କ ଭଳିଆ ବି ହଉଛୁ? ଆଚ୍ଛା, ମୁଁ ଏଠାରେ ମୋର ଦୁଇ ଧାଡ଼ି ସାକ୍ଷ୍ୟ ଦେବି। କିଛି ବର୍ଷ ତଳେ ମୋର ଜଣେ ଓକିଲ ବନ୍ଧୁ, ଆଡଭୋକେଟ ଜଣେ ବନ୍ଧୁ, ମୋର ଫ୍ରେଣ୍ଡ, କ୍ଲାସମେଟ ଫ୍ରେଣ୍ଡ, ତା ସହିତ ଗପସପ ହଉ ହଉ ସେ ମତେ ପଚାରିଲେ, କ୍ଲେମେଣ୍ଟ ଭାଇ, what is the difference between your people and our people? ମାନେ ତୁମର ଲୋକ ଏବଂ ଆମ ଲୋକମାନଙ୍କ ମଧ୍ୟରେ ଡିଫରେନ୍ସ କଣ ବୋଲି ସେ ମତେ ପଚାରିଲେ। ମୁଁ ଶୁଣିଲି ଯେମିତି ମୋର ଦେହ ମାନେ ମୁଣ୍ଡରୁ ଝାଳ ବାହାରିଲା ଭଳିଆ ଲାଗିଲା ମତେ, କଣ ଆନ୍ସାର ଦେବି ବୋଲିକି। ଆଚ୍ଛା, ମୁଁ ଟିକେ ତୁନି ପଡ଼ିଲି ଏବଂ ସେ ସାଙ୍ଗେ ସାଙ୍ଗେ ରିପିଟ୍ କଲେ। ସେ କହିଲେ କଣ, ଦେର୍ ଇଜ ନୋ ଡିଫରେନ୍ସ ବିଟୱିନ୍ ୟୋର ପିପୁଲ ଆଣ୍ଡ ଆୱାର ପିପୁଲ। ତୁମର ଲୋକ ଏବଂ ଆମର ଲୋକ ଏ ମଧ୍ୟରେ କିଛି ଡିଫରେନ୍ସ ନାହିଁ କ୍ଲେମେଣ୍ଟ ଭାଇ, କିଛି ଡିଫରେନ୍ସ ନାହିଁ। ମୁଁ ଆଉ କିଛି କହିପାରିନି, ଖାଲି ଶୁଣୁଛି। ଏବଂ ସେ ଗାଇ ଗଲେ ଗୋଟେ ଗୋଟେ, କଣ, ଆମର ଲୋକ ମଦ ଖାଉଛନ୍ତି, ତୁମର ଲୋକ ମଦ ଖାଉଛନ୍ତି। ଆମର ଲୋକ ମାନେ ଆଇନ ଅଦାଲତ ଚାଲିଛନ୍ତି, ତୁମର ଲୋକ ମଧ୍ୟ ଆଇନ ଅଦାଲତରେ ମାତିଛନ୍ତି। ଆମର ଲୋକମାନେ ବ୍ୟଭିଚାର କରୁଛନ୍ତି, ତୁମର ଲୋକମାନେ ମଧ୍ୟ ବ୍ୟଭିଚାର କରୁଛନ୍ତି। ଖ୍ରୀଷ୍ଟର ମୋର ପ୍ରିୟ ଭାଇ ଭଉଣୀ ମାନେ, ସେ ଗାଇ ଗଲେ, ଗୀତ ଗାଇଲା ପରେ ଗାଇ ଗଲେ, ମୁଁ ଖାଲି କାଲା ଲୋକ ଭଳିଆ ଶୁଣିଲି, କିଛି ଉତ୍ତର କରିପାରିଲି ନାହିଁ। ଖ୍ରୀଷ୍ଟର ମୋର ପ୍ରିୟ ଭାଇ ଭଉଣୀ ମାନେ, ଏବଂ ସେଇ ଦିନ ଠାରୁ ମୁଁ ବୁଝିଲି ଯେ ମୋ ଜୀବନରେ ଲୋକମାନେ କଣ ଦେଖିବା ଦରକାର। ଡିଫରେନ୍ସ ଦେଖୁଛନ୍ତି କି ଲୋକ? ବୋଧ ହୁଏ ନାହିଁ, ବୋଧ ହୁଏ ଦେଖିପାରୁନାହାନ୍ତି ସେମାନେ। ଖ୍ରୀଷ୍ଟର ମୋର ପ୍ରିୟ ଭାଇ ଭଉଣୀ ମାନେ, ସେଥିପାଇଁ ପାଉଲଙ୍କର ଯୋଉ ଆଜିର ବାର୍ତ୍ତା ନାଇଁ କି, ହୋଇପାରେ ସେ 2000 ବର୍ଷ ତଳେ ସେ ରୋମୀ ମଣ୍ଡଳୀକୁ ଲେଖିଥିଲେ, କିନ୍ତୁ ମୋ ପାଇଁ ଏବଂ ଆପଣଙ୍କ ପାଇଁ, ସମସ୍ତ ବିଶ୍ୱାସୀ ଭାଇ ଭଉଣୀ ମାନଙ୍କ ପାଇଁ ଏଟା ଅତ୍ୟନ୍ତ ଜରୁରୀ। ଆମେ ଯୋଉ ସମାଜରେ ବାସ କରୁଛୁ, ସେଇ ସମାଜରେ ଆମେ ସେମାନଙ୍କ ଠାରୁ ଆମର କିଛି ଭିନ୍ନ ଡିଫରେନ୍ସ ହଉଛି କି? ଖାଦ୍ୟରେ, ମାନେ ପୋଷାକରେ, ଚାଲିଚଳନରେ, ଆଉ ଇତ୍ୟାଦି ଆମେ ଯୋଉ ଦେଖୁଥିଲୁ ଏବେ, ସେଥିରେ କିଛି ଆମର ଡିଫରେନ୍ସ ଅଛି କି? ନା ଆମେ ସେମାନଙ୍କର ଅନୁରୂପୀ ହଉଛୁ? ପାଉଲ ଷ୍ଟ୍ରିକ୍ଟ ମନା କରୁଛନ୍ତି, ତୁମେ ଆଧୁନିକ ଜଗତର ଅନୁରୂପୀ ହବ ନାହିଁ, ମନର ନୂତନୀକରଣ କରିବ। ଏହା ପରମେଶ୍ୱରଙ୍କ ଇଚ୍ଛା। ଏଠାରେ ଅପସନ ନାହିଁ, ଇଚ୍ଛାଧୀନ ବିଷୟ ନୁହେଁ। ଏଇଟା ଇଚ୍ଛାଧୀନ ବିଷୟ ନୁହେଁ। ଆପଣ ଇଚ୍ଛା କଲେ ଆପଣ ପୁରାତନ ବିଷୟ ଛାଡ଼ିବେ, ନହେଲେ ଇଚ୍ଛା ନହେଲେ ସେଟା ପୁରାତନ ବିଷୟ ଧରିଥିବେ। ଏଟା ଇଚ୍ଛା, ମାନେ ଇଚ୍ଛାଧୀନ, ଅପସନାଲ ବିଷୟ ନୁହେଁ। ଆପଣ ଚାହିଁଲେ ଛାଡ଼ିବେ, ନ ଚାହିଁଲେ ନାହିଁ, ଏମିତି ନାହିଁ। ଆପଣ ଯଦି ପରିତ୍ରାଣ ସତ୍ୟରେ ପାଇଛନ୍ତି, ପ୍ରଭୁଙ୍କୁ ତ୍ରାଣକର୍ତ୍ତା ପ୍ରଭୁ ରୂପେ ଯଦି ଗ୍ରହଣ କରିଛନ୍ତି, ନୂଆ ବିଶ୍ୱାସ ଯଦି ପାଇଛନ୍ତି, ତାହେଲେ ଆପଣଙ୍କୁ ଟ୍ରାନ୍ସଫର୍ମ ହେବାକୁ ପଡ଼ିବ, ନୂଆ ମାନେ ହେବାକୁ ପଡ଼ିବ, ପରିବର୍ତ୍ତିତ ହେବାକୁ ପଡ଼ିବ। ସେମାନଙ୍କ ଏବଂ ଆପଣଙ୍କ ମଧ୍ୟରେ ଡିଫରେନ୍ସ ରହିବାକୁ ପଡ଼ିବ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ ମାନେ, ଧ୍ୟାନ ଦିଅନ୍ତୁ ଏହାକୁ। ହେଲେ ଏହାର ପରିଣତି କଣ ହଉଛି? ଆଜି ଯଦି ଆମେ ସମାଜର ଯଦି ଦେଖିବା, ଧରି ନିଅନ୍ତୁ ମାର୍କେଟ ଆମେ ଯାଉଛୁ, ନାଇଁ କି, ମାର୍କେଟରେ ଆମେ ଯାଉଛୁ, ମାର୍କେଟରେ ବିଭିନ୍ନ ପ୍ରକାର ଲୋକ ଥିବେ, ତେବେ ଆମେ କିଛି ଭିନ୍ନ ଦେଖାଯାଉ କି ସେମାନଙ୍କ ମଧ୍ୟରେ? ନାଇଁ କି, ଇଏ ବଡ ବଡ ପ୍ରଶ୍ନ।
ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀମାନେ। ଏବଂ ସେଦିନ ମୋର ସେ ଓକିଲ ବନ୍ଧୁ ମୋତେ ଯୋଉ ପ୍ରଶ୍ନ ପଚାରିଲେ ଆଜି ମଧ୍ୟ ମୋ ମନରେ ସେଟା ଘଣ୍ଟା ବାଜିଲା ଭଳିଆ ବାଜୁଛି। ମୁଁ ଅନୁମାନ କରୁଛି, ମୁଁ ନିଜକୁ ମୋର ସହ ବିଶ୍ୱାସୀ ଭାଇ ଭଉଣୀ ମାନଙ୍କୁ ହେଲା କି ଅନୁମାନ କରୁଛି ବହୁତ ବିଷୟରେ ଆମେ ବିଫଳ, ଆମେ ପରିବର୍ତ୍ତିତ ହେବାକୁ ଚାହୁଁନାହୁଁ। ପରିତ୍ରାଣର ଆନନ୍ଦ ରେଡି, ବଢିଆ, ପରିତ୍ରାଣ ବଢିଆ, ବିଶ୍ୱାସ କଲୁ ପାପ କ୍ଷମା ପାଇଲୁ, ଆମେ ଭାବୁଛୁ ସିଧା ସ୍ୱର୍ଗକୁ ପଳେଇବା, ନାଇଁ କି? ଲୋକେ ଏମିତି ଭାବୁଛନ୍ତି, ଅଧିକାଂଶ ବିଶ୍ୱାସୀ ମାନେ ଏପରି ଭାବିକି ଅଛନ୍ତି, କିନ୍ତୁ ସେମାନଙ୍କୁ ଯେ ପରିବର୍ତ୍ତିତ ହେବାକୁ ପଡିବ ତାହା ସେମାନେ ଗୁରୁତ୍ୱ ଦିଅନ୍ତି ନାହିଁ, କିମ୍ବା ସେମାନେ ତାହାକୁ ଜାଣନ୍ତି ନାହିଁ ବା ଜାଣିବାକୁ ଇଚ୍ଛା ବି କରନ୍ତି ନାହିଁ, କିମ୍ବା ଅନ୍ୟ ସେବକ ମାନେ ସେମାନଙ୍କୁ ବୁଝାନ୍ତି ନାହିଁ ମଧ୍ୟ। ମୁଁ ଦୁଃଖର ସହିତ କହିବା ପାଇଁ ଚାହୁଁଛି, ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆଶା କରୁଛି ଆପଣ ଏ ପର୍ଯ୍ୟନ୍ତ ବୁଝିଗଲେଣି, ନାଇଁ କି? ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହେବା କଥା ପାଉଲ ରୋମୀ ମଣ୍ଡଳୀକୁ ଲେଖନ୍ତି ଏବଂ ଆଜିଆ ମାନଙ୍କୁ ଲେଖନ୍ତି। କାରଣ ଆମେ ମନ ପରିବର୍ତ୍ତନ କରିଛୁ ସତ, ପରିତ୍ରାଣ ପାଇଛୁ ସତ, ପରିତ୍ରାଣର ଆନନ୍ଦ ପାଇଛୁ ସତ, ସବୁ କରିଛୁ ସତ, କିନ୍ତୁ ପରିବର୍ତ୍ତିତ ହୋଇଛୁ କି ନାଇଁ? ମୁଁ ଗୋଟେ ମାନେ କାହାକୁ ନିନ୍ଦା କରିବୁ କହୁନାହିଁ। ମୁଁ ଦେଖୁଛି ଆମ ସମାଜରେ, ମୁଁ ଦେଖୁଛି ରବିବାର ଦିନ ଅନେକ ବିଶ୍ୱାସୀ ମାନେ ଭଲ ପୋଷାକ ପତ୍ର ପିନ୍ଧିବେ, ବାଇବଲ ଧରିବେ, ଭକ୍ତିର ସହିତ ପ୍ରେମରେ ସେମାନେ ଗିର୍ଜାକୁ ଯିବେ। ରବିବାର ଦିନ ଗଲା, ସୋମବାର ଦିନ ଠାରୁ ସେମାନେ ହୋଲି ହୋଲି ମାନେ ଯିବା କରିବାକୁ ଆରମ୍ଭ କରିବେ, ହୋଲି ହୋଲି। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ସେମାନଙ୍କୁ ଦେଖିଲେ ଆମକୁ କଷ୍ଟ ଲାଗେ। ଆମେ ଯେ ସାଧୁ ତାହା କହୁନାହୁଁ ଆମେ, କିନ୍ତୁ ଲୋକ ଅନ୍ତତଃ ଦେଖନ୍ତୁ, ଆମକୁ ଆମଠାରେ ଡିଫରେନ୍ସ ଦେଖନ୍ତୁ, ସେମାନେ ଆମଠାରେ ଖ୍ରୀଷ୍ଟ ଯୀଶୁଙ୍କୁ ଦେଖନ୍ତୁ, କିଛି ଭିନ୍ନତା ଦେଖନ୍ତୁ। ଏହା ଆଜି ଆମମାନଙ୍କ ପାଇଁ ଆବଶ୍ୟକ। ଏହି ବାକ୍ୟ ଦ୍ୱାରା ପାଉଲ ଆମମାନଙ୍କୁ ମାନେ ଚେତନା ଦିଅନ୍ତି, ପରିବର୍ତ୍ତିତ ହୁଅ। ପ୍ରେଜ୍ ଦ ଲର୍ଡ। ଆଚ୍ଛା, ଆମେ ଏବେ ଆଉ ଗୋଟେ ଷ୍ଟେପକୁ ପଳେଇବା। ପରିବର୍ତ୍ତିତ ହେବାର ଆବଶ୍ୟକତା କଣ ଅଛି? ପରିବର୍ତ୍ତିତ ନହେଲେ କଣ ଅସୁବିଧା ଅଛି? ଆମେ ସେମିତି ଆଗ ଭଳିଆ ପରିତ୍ରାଣ ପାଇଲା ପରେ ପୂର୍ବ ଜୀବନ ଯେମିତି ଥିଲା ଆମର, ସେହିପରି ପାପପୂର୍ଣ୍ଣ ଜୀବନ ଆମେ ଯାପନ କଲେ କଣ ଅସୁବିଧା ହଉଛି? କାହିଁକି ପରିବର୍ତ୍ତିତ ହେବା ଆବଶ୍ୟକ, ନାଇଁ କି? ଏ ଗୋଟେ ପ୍ରଶ୍ନ, ଧ୍ୟାନ ଶୁଣନ୍ତି। ହେଲେ ପରିବର୍ତ୍ତିତ ହେବାର ଆବଶ୍ୟକତା ହଉଛି କଣ ପାଇଁ? ନାଇଁ, ପରମେଶ୍ୱରଙ୍କର ଇଚ୍ଛା ସାଧନ କରିବା। ପ୍ରେଜ୍ ଦ ଲର୍ଡ। ପରମେଶ୍ୱର ଆମ ପାଇଁ ତାଙ୍କର ଇଚ୍ଛା ଫିକ୍ସ କରିଛନ୍ତି। ପ୍ରତ୍ୟେକଙ୍କୁ ପରମେଶ୍ୱର ତାଙ୍କର ଇଚ୍ଛା ବିଷୟରେ ନିରୂପଣ କରିଅଛନ୍ତି। ତୁମେ ଏଟା କରିବ, ତୁମେ ଏଟା କରିବ, ତୁମେ ଏଟା କରିବ, ତୁମେ ପାଳକ ହବ, ତୁମେ ବିଶ୍ୱାସୀ ହବ, ତୁମେ ସେବକ ହବ, ତୁମେ ପ୍ରେରିତ ହବ, ଇତ୍ୟାଦି ଇତ୍ୟାଦି, ନାଇଁ କି? ହେଲେ ସେଇଟା କରିବା ମାନଙ୍କ ପାଇଁ ପରମେଶ୍ୱର ଇଚ୍ଛା କରନ୍ତି। ତେଣୁ ଆମେ ପରିବର୍ତ୍ତିତ ହେବା ଆବଶ୍ୟକ, ନହେଲେ ଆଉ କାରଣ କିଛି ନାହିଁ। ଯେହେତୁ ପରମେଶ୍ୱରଙ୍କୁ ଆମେ ଗ୍ରହଣ କରିଛୁ, ଯେହେତୁ ଆମେ ପରମେଶ୍ୱରଙ୍କ ଠାରୁ ପାପ କ୍ଷମା ପାଇଅଛୁ, ତେଣୁ ଆମମାନଙ୍କୁ ପରିବର୍ତ୍ତିତ ହେବା ଆବଶ୍ୟକ। ସେ ପୁରାତନ ବିଷୟ ଛାଡ଼ି ଦେଇକି ନୂଆ ଜୀବନ ଯାପନ କରିବା ଆବଶ୍ୟକ। ପ୍ରେଜ୍ ଦ ଲର୍ଡ। ପ୍ରଜାପତିକୁ ଆପଣ ଦେଖନ୍ତୁ, ପ୍ରଜାପତି ଯେତେବେଳେ ସେ ଟ୍ରାନ୍ସଫର୍ମ ହେଇଯିବ, ନାଇଁ କି, ନାଇଁ କି, ଡିମ୍ବରୁ ଲାର୍ଭାରୁ ପିଉପା ହବ, ପିଉପାରୁ ସେ ପ୍ରଜାପତି ହବ। ହେଲେ ଯେତେବେଳେ ସେ ପ୍ରଜାପତି ଡେଣା ଲଗା, ନୂଆ ଡେଣା ଲଗା ରଙ୍ଗୀନ ପ୍ରଜାପତି ଉଡ଼ିବାକୁ ଆରମ୍ଭ କରିବ, ତାଠାରେ ସେ ପୁରୁଣା ଡିମ୍ବର କିଛି ଚିହ୍ନ ନଥିବ, ଲାର୍ଭାର କିଛି ଚିହ୍ନ ନଥିବ, ପିଉପାର କିଛି ଚିହ୍ନ ନଥିବ, ସେ ବିଲକୁଲ ନୂଆ। ପ୍ରେଜ୍ ଦ ଲର୍ଡ। ଏବଂ ସେ ସୁନ୍ଦର ଫୁଲ ବଗିଚା, ଫୁଲରୁ ଫୁଲକୁ ସେ ଉଡ଼ି ଉଡ଼ି ବୁଲିବ। ବିଶ୍ୱାସୀ ମାନେ ମଧ୍ୟ ଠିକ୍ ସେହିପରି ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ। ହେଲେ ସେ ଆବଶ୍ୟକତା କାହିଁକି? ପରିବର୍ତ୍ତିତ ହେବାର ଆବଶ୍ୟକତା ବିଷୟରେ ଆମେ କେତେଟା ପଏଣ୍ଟ ଆମେ ଦେଖିବା। ସବୁ ତ ପାରିବାନି, କିନ୍ତୁ କିଛିଟା ଆମେ ପଏଣ୍ଟ ଦେଖିବା। ଏକ, ପାପ ହେତୁ ପ୍ରଭୁଙ୍କ ଠାରୁ କଟି ଯାଇଥିବା ସମ୍ପର୍କକୁ ପୁନଃ ସ୍ଥାପନ କରିବା ଆବଶ୍ୟକ ପଡେ। ଲୁକ 15 ଅଧ୍ୟାୟରେ ଆମେ ଦେଖୁଛୁ, ପାପ ହେତୁ ଅପବିୟ ପୁତ୍ର ପିତାଙ୍କ ଠାରୁ ସମ୍ପର୍କ ଛିନ୍ନ ହୋଇଯାଇଥିଲା ଏବଂ ସେ ପୁନଃ ସଂଯୁକ୍ତ ହେବା ଆବଶ୍ୟକ ପଡିଥିଲା। ତେଣୁକରି ପରିବର୍ତ୍ତିତ ହେବା ଆବଶ୍ୟକ ପଡିଲା। ସେ ଅପବ୍ୟ ପୁତ୍ରକୁ ପରିବର୍ତ୍ତିତ ହେବାକୁ ପଡିଲା, ମାନେ ସିଦ୍ଧାନ୍ତ ନେବାକୁ ପଡିଲା। 15 ଅଧ୍ୟାୟ, ଲୁକ 15 ଅଧ୍ୟାୟରେ ଆପଣ ତାହା ଜାଣିଛନ୍ତି ଭଲ ଭାବରେ। ଦୁଇରେ,
ପ୍ରଚୁର ଫଳ ଉତ୍ପନ୍ନ କରି ପିତାଙ୍କ ଗୌରବ କରିବା। ଯଦି ଆମେ ପରିବର୍ତ୍ତିତ ହେବା, ପ୍ରଚୁର ଫଳ ଉତ୍ପନ୍ନ କରି ପିତାଙ୍କର ଆମେ ଗୌରବ କରିପାରିବା। ଗାଲାତି 5:22-23 ଏବଂ ଜହନ 15:8, ନାଇଁ କି? 3, ଖ୍ରୀଷ୍ଟଙ୍କ ଆଗମନ ବେଳେ ରୂପାନ୍ତରିତ ହେବା ନିମନ୍ତେ ଶରୀରକୁ ପ୍ରସ୍ତୁତ କରିପାରିବା। ପରିବର୍ତ୍ତିତ ହେବାର ଆବଶ୍ୟକତା ରହୁଛି ଏଇଥିପାଇଁ। ଖ୍ରୀଷ୍ଟଙ୍କ ଆଗମନ ବେଳେ ଆମେ ରୂପାନ୍ତରିତ ହେବା ନିମନ୍ତେ ଆମ ଶରୀରକୁ ଆମେ ପ୍ରସ୍ତୁତ କରୁ। ପ୍ରେଜ୍ ଦ ଲର୍ଡ। ଆଉ ଯଦି ପରିବର୍ତ୍ତିତ ନ ହଉ, ପାପ ଧରିକି ରହିଥାଉ, ତାହେଲେ ସେଦିନ ଆମେ ପରିତ୍ୟକ୍ତ ହେବା, ଏଥିରେ କୌଣସି ସନ୍ଦେହ ନାହିଁ। 4, ଆତ୍ମିକ ଶିଥିଳତାକୁ ଦୂର କରିବା ସକାଶେ ପରିପକ୍ୱ ବିଶ୍ୱାସୀ ହେବା ପାଇଁ ଆମକୁ ପରିବର୍ତ୍ତିତ ହେବା ଆବଶ୍ୟକ। ଆମମାନଙ୍କର ଅନେକ ସମୟରେ ଆତ୍ମିକ ଶିଥିଳତା ଆସିଥାଏ, ନାଇଁ କି? ଆମେ ଶୀତଳ ହେଇଯାଇଥାଉ, ଡଲ୍ ହେଇଯାଇଥାଉ, ଆକ୍ଟିଭିଟିସ୍ ଆମର କିଛି ନଥାଏ। ହେଲେ ଏଇ ଆଧ୍ୟାତ୍ମିକ ଶିଥିଳତା ଦୂର କରିବା ପାଇଁ ଆମମାନଙ୍କୁ ପରିବର୍ତ୍ତିତ ହେବା ଆବଶ୍ୟକ ପଡ଼େ। ଏଭ୍ରି 6:1। 5, କାର୍ଯ୍ୟ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ପ୍ରେମର ଜ୍ୟୋତି ସମାଜରେ ନିରନ୍ତର ପ୍ରକାଶ କରିବାକୁ ହେବ। ମାଥ୍ୟୁ 5:16। ଖ୍ରୀଷ୍ଟ ଯୀଶୁଙ୍କ ପ୍ରେମର ଜ୍ୟୋତି ସମାଜରେ ପ୍ରକାଶ କରିବା ପାଇଁ ହେଲେ ଆମମାନଙ୍କୁ ପରିବର୍ତ୍ତିତ ହେବାକୁ ପଡ଼ିବ। କାରଣ ଆମ୍ଭେମାନେ ହେଉଛୁ ଜଗତର ଜ୍ୟୋତି। ପ୍ରେଜ୍ ଦ ଲର୍ଡ। ଯଦି ଆମେ ପରିବର୍ତ୍ତିତ ହେବା ନାହିଁ, ଯଦି ଆମେ ସେ ପୁରାତନ ବିଷୟକୁ ଧରି ରହିଥିବା, ପରିବର୍ତ୍ତିତ ହେବା ନାହିଁ, ନୂଆ ହେବା ନାହିଁ, ତାହେଲେ ଖ୍ରୀଷ୍ଟ ଯୀଶୁଙ୍କର ପ୍ରେମର ଜ୍ୟୋତି ଆମେ ସମାଜରେ ପ୍ରକାଶ କରିପାରିବା ନାହିଁ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀମାନେ, 6, ଜଗତରେ ପରମେଶ୍ୱରଙ୍କ ପରି ପବିତ୍ର ଜୀବନ ଯାପନ କରିବାକୁ ହେବ। ଆମେ ହେଉଛୁ ପବିତ୍ର ଜାତି, ନାଇଁ କି? ଆପଣମାନେ ଏସବୁ ଭଲ ଜାଣିଛନ୍ତି। ମାଥ୍ୟୁ 5:13, ପ୍ରଥମ ପିତର 1:15-17 ଆପଣ ଏହାକୁ ପାଠ କରିଛନ୍ତି। ଆମେ ସମସ୍ତେ ଜାଣିଛୁ ଏହାକୁ। ଆମେ ସମାଜରେ, ଜଗତରେ ପବିତ୍ର ଜୀବନ ଯାପନ କରୁ। ପ୍ରଭୁ କହନ୍ତି ପିତର 15:16, 1:15-16, ଆମ୍ଭେ ଯେପରି ପବିତ୍ର, ତୁମେମାନେ ମଧ୍ୟ ସେହିପରି ପବିତ୍ର ହୁଅ। ଧ୍ୟାନ ଦିଅନ୍ତୁ, ଏଠାରେ କ'ଣ ହଉଛି? ତୁମେ ଯେମିତି ସେମିତି ଥାଅ, ମୁଁ ତୁମକୁ ପବିତ୍ର କରିବି ବୋଲି ସେଠାରେ କୁହା ହଉନି। ପବିତ୍ର ହେବା କାମ ଆମର ବିଶ୍ୱାସୀ ମାନଙ୍କର କର୍ତ୍ତବ୍ୟ। ଏବଂ ପରମେଶ୍ୱର ପରିତ୍ରାଣ ଦିଅନ୍ତି, ପରମେଶ୍ୱର ହୃଦୟକୁ ବଦଳାଇ ଦିଅନ୍ତି, କିନ୍ତୁ ବିଶ୍ୱାସୀ ପରିବର୍ତ୍ତିତ ହେବାକୁ ପଡ଼େ। ଆଉ ଯଦି ବିଶ୍ୱାସୀ ଯଦି ପରିବର୍ତ୍ତିତ ହେବ ନାହିଁ, ତାହେଲେ ପରମେଶ୍ୱର ତାକୁ ବଳ ପ୍ରୟୋଗ କରି ପରିବର୍ତ୍ତିତ କରିବେ ନାହିଁ। ମନେ ରଖନ୍ତୁ ଏଟା। କାରଣ ପରମେଶ୍ୱରଙ୍କ ଆଡୁ ପରମେଶ୍ୱର କରିବେ, ଆମ ଆଡର କାର୍ଯ୍ୟ ଆମେ ବିଶ୍ୱାସୀ କରିବାକୁ ହେବ। ତାପରେ 7, ଜଗତର ଲବଣ ହୋଇ ଖ୍ରୀଷ୍ଟଙ୍କ ପ୍ରେମ ବିତରଣ କରିବା ପାଇଁ ଆମମାନଙ୍କୁ ପରିବର୍ତ୍ତିତ ହେବାକୁ ପଡ଼ିବ। ପ୍ରେଜ୍ ଦ ଲର୍ଡ। ଜଗତର ଲବଣ, ଯୀଶୁ କହିଲେ ତୁମେ ମାନେ ଜଗତର ଲବଣ। ଖ୍ରୀଷ୍ଟିଆନ ମୋର ପ୍ରିୟ ବନ୍ଧୁମାନେ, ଯଦି ଲବଣ ଯଦି ତାର ସ୍ୱାଦ ହରାଇବ, ତାହେଲେ ତାକୁ ଆଉ କୌଣସି ପ୍ରକାର ସ୍ୱାଦ ଯୁକ୍ତ କରାଯାଇ ପାରିବ ନାହିଁ। ଲୋକମାନେ ତାକୁ ଦଳିବେ, ନିନ୍ଦା କରିବେ, ଅତ୍ୟାଚାର କରିବେ, ସେମାନଙ୍କୁ ନ୍ୟୁନ କରିବେ। ଖ୍ରୀଷ୍ଟିଆନ ମୋର ପ୍ରିୟ ଭାଇ ଭଉଣୀମାନେ, ସେଥିପାଇଁ ପରିବର୍ତ୍ତିତ ହେବା ଆବଶ୍ୟକ। ଧ୍ୟାନରୁ ଶୁଣନ୍ତି। 8, ଆତ୍ମିକ ଯୁଦ୍ଧରେ ପ୍ରତିଥର ବିଜୟ ଲାଭ କରିବା ପାଇଁ ଆମମାନଙ୍କୁ ପରିବର୍ତ୍ତିତ ହେବା ଆବଶ୍ୟକ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀମାନେ, ଏଫେସୀ 6:10 ଆମେ ଏହାକୁ ପାଠ କଲେ ଜାଣିପାରିବା। ଏତିକି ଆମେ ଦେଖିଲୁ, ପ୍ରାୟ 8-9ଟା ପଏଣ୍ଟ ଆମେ ଦେଖିଲୁ ଯେ ପରିବର୍ତ୍ତିତ ହେବାର ଆବଶ୍ୟକତା କଣ ପାଇଁ ଆମେ ପରିବର୍ତ୍ତିତ ହେବା। ଆମେ 8-9ଟା ପଏଣ୍ଟ ଦେଖିଲୁ। ଆପଣ ବି ବାଇବଲରେ କଲେକ୍ସନ କରନ୍ତୁ ଏବଂ ଏଥିରେ ଯୋଗ କରନ୍ତୁ, ତେବେ ଆମର ପରିବର୍ତ୍ତିତ ହେବାର କାରଣ ବା ଆବଶ୍ୟକତା ଆପଣ ବୁଝିପାରିବେ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀମାନେ, ଆଚ୍ଛା ବର୍ତ୍ତମାନ ଦେଖନ୍ତୁ ଆଉ ଗୋଟେ ଷ୍ଟେପକୁ ଯିବା, ଆଉ ଗୋଟେ ବଡ ଗୁରୁତ୍ୱପୂର୍ଣ୍ଣ ଷ୍ଟେପରେ ପହଞ୍ଚିବା ଏବେ ଷ୍ଟଡିରେ। ଅନୁତାପ ସହିତ ମନ ପରିବର୍ତ୍ତନ ନ କଲେ ପରିବର୍ତ୍ତିତ ହେବା ସମ୍ଭବ କି? ପ୍ରଶ୍ନ। ଆପଣମାନେ ଏଇ ପ୍ରଶ୍ନକୁ ଏଇଭଳି ଭାବରେ ପଚାରି ପାରିବେ। ଅନେକ ପରିତ୍ରାଣ ପ୍ରାପ୍ତ ବିଶ୍ୱାସୀ ମାନେ ଅଛନ୍ତି, ହେଲା କି? ସେମାନଙ୍କର ହୃଦୟ, ମାଂସମୟ ହୃଦୟ ସେମାନେ ପାଇଛନ୍ତି, ପରିତ୍ରାଣର ଆନନ୍ଦ ପାଇଛନ୍ତି, ନିଶ୍ଚିତତା ପାଇଛନ୍ତି, ସବୁ ପରିତ୍ରାଣ ବିଷୟ ତାଙ୍କର କ୍ଲିୟର, କିନ୍ତୁ ପରିବର୍ତ୍ତିତ ହେବା ବିଷୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ସେମାନେ ପରିବର୍ତ୍ତିତ ହୋଇନଥାନ୍ତି। କାରଣ କଣ ନାଇଁ କାହିଁକି ସେମାନେ ପରିବର୍ତ୍ତିତ ହୋଇନାହାନ୍ତି? କେଉଁ କାରଣ ହେତୁ ସେମାନେ ପରିବର୍ତ୍ତିତ ହୋଇନଥାନ୍ତି? ଆଚ୍ଛା, ଏଇ ପରିବର୍ତ୍ତିତ ହେବା ପାଇଁ ଅନୁତାପ ସହିତ ମନ ପରିବର୍ତ୍ତନର କିଛି ଭୂମିକା ଅଛି କି? ଆମେ ତାହା ଦେଖିବା। ଯଦି ଜଣେ ବିଶ୍ୱାସୀ ଅନୁତାପ ଏବଂ ମନ ପରିବର୍ତ୍ତନ ଯଦି ଠିକ ଭାବରେ ଯଦି କରିନଥିବ, ତାହେଲେ ସେ ପରିବର୍ତ୍ତିତ ହୋଇପାରିବ ନାହିଁ। ଧ୍ୟାନ ଶୁଣନ୍ତୁ ୟାକୁ, ଏଇଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଅନୁତାପ, ମେଟାନୋଇଆ, ଗ୍ରୀକରେ ମେଟାନୋଇଆ ଅନୁତାପ ଯୁକ୍ତ ଅନୁତାପ ସହିତ ମନ ପରିବର୍ତ୍ତନ, এই দুইটি ভিন্ন শব্দর মিশ্রণ হচ্ছে মেটানোইয়া। গ্রিক ভাষাରେ যদি ଆପଣ ଦେଖିବେ এই କ୍ରିୟାପଦକୁ ମେଟାନୋଇଆ, ଏଠାରେ ଦୁଇଟା କ୍ରିୟାପଦ ସଂଯୁକ୍ତ ହେଇକି ରହିଛି, ଦୁଇଟା ପଦ ସଂଯୁକ୍ତ ହେଇ ରହିଛି। ଅନୁତାପ ଗୋଟେ, ମନ ପରିବର୍ତ୍ତନ ଗୋଟେ, ହେଲା କି? ଏଇ ଦୁଇଟା ଶବ୍ଦର ମିଶ୍ରଣରେ ମେଟାନୋଇଆ ହେଇଛି। ଆପଣ ଓଡ଼ିଆରେ ଯେତେବେଳେ ଆପଣ ପାଠ କରୁଛନ୍ତି ମନ ପରିବର୍ତ୍ତନ କର ବୋଲି ପାଠ କରୁଛନ୍ତି, କିନ୍ତୁ ସେ ମନ ପରିବର୍ତ୍ତନରେ ଅନୁତାପ ନାହିଁ, ହେଲା କି? ଆପଣ ଯେତେ ଇଂରାଜୀରେ ପଢିବେ ରିପେଣ୍ଟ ବୋଲି ପଢିବେ, ରିପେଣ୍ଟ ଅଛି, ଅନୁତାପ କର, ମନ ପରିବର୍ତ୍ତନ ନାହିଁ ସେଠି। ହେଲେ ସେଟା କଣ ହଉଛି ନା, ସେବକ ମାନେ, ପ୍ରଚାରକ ମାନେ, ଶିକ୍ଷକ ମାନେ ସେମାନଙ୍କୁ ବୁଝାନ୍ତି ନାଇଁ ଅନୁତାପ କର, ମନ ପରିବର୍ତ୍ତନ କର ବୋଲି। କିନ୍ତୁ ମେଟାନୋଇଆ, ଯୋଉ ଗ୍ରୀକରେ ମେଟାନୋଇଆରେ ଦୁଇଟା ମିଶିକି ଅଛି, ଅନୁତାପ ଏବଂ ମନ ପରିବର୍ତ୍ତନ। ହେଲେ କେମିତି? ଅନୁତାପ ହୃଦୟରେ କରାଯାଏ, ମନ ପରିବର୍ତ୍ତନ ବାହାରେ କାର୍ଯ୍ୟରେ କରାଯାଏ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀମାନେ, ଧ୍ୟାନ ଶୁଣନ୍ତୁ, ଏଟା ଗୋଟେ କ୍ରିଟିକାଲ, ଏଟା ଟେକ୍ନିକାଲ ଜିନିଷ, ଏଠାରେ ଆପଣ ଶୁଣିପାରିବେ। ଅନୁତାପ ଓ ମନ ପରିବର୍ତ୍ତନ ପରସ୍ପର ପରିପୂରକ, ଏକା ନୁହଁ, ଇଏ ଏକା ନୁହଁ, ଇଏ ଭିନ୍ନ, ଇଏ ଭିନ୍ନ। ଅନୁତାପ କରିବା ଭିନ୍ନ, ମନ ପରିବର୍ତ୍ତନ କରିବା ଭିନ୍ନ। କିନ୍ତୁ ମେଟାନୋଇଆ, ଯୋଉ ଗ୍ରୀକରେ ମେଟାନୋଇଆ ଅଛି, ସେ ମେଟାନୋଇଆରେ ଦିଟା ଯାକ ମିଶିକି ଅଛି, ଇଂରାଜୀରେ ନାହିଁ କିମ୍ବା ଓଡ଼ିଆରେ ମଧ୍ୟ ନାହିଁ। ଆପଣ ଓଡ଼ିଆରେ ଦେଖନ୍ତୁ ମନ ପରିବର୍ତ୍ତନ କର, ଏମିତି ଥିବ, ଇଂରାଜୀରେ ଦେଖନ୍ତୁ ଆପଣ ରିପେଣ୍ଟ ଖାଲି ଦେଖିବେ, କିନ୍ତୁ ମେଟାନୋଇଆର ଅର୍ଥ ହେଉଛି ଅନୁତାପ ସହିତ ମନ ପରିବର୍ତ୍ତନ କର, ଏବଂ ଅନୁତାପ ମନ ପରିବର୍ତ୍ତନ ପରସ୍ପର ପରିପୂରକ, ହେଲା? ଗୋଟାକୁ ଛାଡ଼ି ଗୋଟେ ରହିପାରିବ ନାହିଁ। ମନ ପରିବର୍ତ୍ତନ ବିହୀନ ଅନୁତାପ, ଆପଣ ଅନୁତାପ କରିବେ କିନ୍ତୁ ମନ ପରିବର୍ତ୍ତନ କରିବେ ନାହିଁ, କିମ୍ବା ଅନୁତାପ ବିହୀନ ମନ ପରିବର୍ତ୍ତନ ମୂଲ୍ୟହୀନ ଅଟେ। ଆପଣ ଅନୁତାପ କରିବେ କିନ୍ତୁ ମନ ପରିବର୍ତ୍ତନ କରିବେ ନାହିଁ, କିମ୍ବା ମନ ପରିବର୍ତ୍ତନ କରିବେ କିନ୍ତୁ ଅନୁତାପ କରିବେ ନାହିଁ, ନାଇଁ କି? ହେଲେ ଏପରି ଯଦି ହବ, ତାହେଲେ ତାହା ମୂଲ୍ୟହୀନ ହବ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀମାନେ, ଆଉ ସେପରି ଯଦି ଜଣେ ବିଶ୍ୱାସୀ ସେପରି କ୍ଲାମ୍ଜିରେ ଯଦି ଥିବ, ଦ୍ୱନ୍ଦ୍ୱରେ ଯଦି ଥିବ, ତାହେଲେ ସେ ପରିବର୍ତ୍ତିତ ହୋଇପାରିବ ନାହିଁ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀମାନେ, ୟାକୁ ଆମେ ଟେକ୍ନିକାଲି ଦେଖିବା। ଅନୁତାପ ଅଟେ ଆଭ୍ୟନ୍ତରୀଣ ଅନୁଭୂତି ବା ଇନର ଏକ୍ସପିରିଏନ୍ସ। ଅନୁତାପ ହେଲା, ଅନୁତାପକୁ ଆମେ ହୃଦୟରେ ଅନୁଭବ କରୁ, ହେଲା? ଏସୋଟେରିକସ୍ ଏମ୍ପେରିଆ, ଗ୍ରୀକରେ ଏସୋଟେରିକସ୍ ଏମ୍ପେରିଆ ବା ଇନର ଏକ୍ସପିରିଏନ୍ସ, ଆମେ ଅନୁତାପ ହୃଦୟରେ କରିଥାଉ, ତାହା କେହି ଜାଣନ୍ତି ନାହିଁ କି ଦେଖନ୍ତି ନାହିଁ। କିନ୍ତୁ ମନ ପରିବର୍ତ୍ତନ ବାହ୍ୟ ପରିପ୍ରକାଶ ଅଟେ, ଏକ୍ସୋଟେରିକସ୍ ସେମା ଏକ୍ଫାସିସ୍ ଗ୍ରୀକରେ, ବା ଇଂରାଜୀରେ ତାକୁ ଆଉଟର ଏକ୍ସପ୍ରେସନ ବୋଲି କୁହାଯାଏ। ଦେଖନ୍ତୁ, ଅନୁତାପ ହୃଦୟରେ କରାଯାଏ ଏବଂ ମନ ପରିବର୍ତ୍ତନ ବାହାରେ ପ୍ରକାଶିତ ହୋଇଥାଏ। ଖ୍ରୀଷ୍ଟନ ମୋର ପ୍ରିୟ, ଏଇ ଟେକ୍ନିକାଲ ବିଷୟ ମାନେ ଅଧିକାଂଶ ବିଶ୍ୱାସୀ ମାନଙ୍କ ଠାରେ ସେମାନେ ଏହାକୁ ହ୍ୟାଣ୍ଡେଲ କରିପାରନ୍ତି ନାହିଁ, ଯଦ୍ୱାରା କି ସେମାନେ ପରିବର୍ତ୍ତିତ ହୋଇପାରନ୍ତି ନାହିଁ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ଧ୍ୟାନ ଏହାକୁ ଶୁଣନ୍ତୁ। ଆଜ୍ଞା, ଏହାକୁ ବାରମ୍ବାର ବି ଦେଖନ୍ତୁ, ମୁଁ ଆପଣଙ୍କୁ ନୋଟ୍ସ ପଠେଇଛି, ଡକୁମେଣ୍ଟ ନୋଟ୍ସ ପଠେଇଛି, ଆପଣ ସେଇ ନୋଟ୍ସ ପାଖରେ ରଖନ୍ତୁ, ବାରମ୍ବାର ଦେଖନ୍ତୁ ଏବଂ ନିଜ ବିଷୟରେ କ୍ଲିୟର ହୁଅନ୍ତୁ। ଆପଣଙ୍କର ଅନୁତାପ ସହିତ ମନ ପରିବର୍ତ୍ତନ କରିଛନ୍ତି କି? ଆପଣ ଯେତେବେଳେ ମନ ପରିବର୍ତ୍ତନ କରିଛନ୍ତି, ଅନୁତାପ ସହିତ କରିଛନ୍ତି କି ନାଇଁ କି? ଯଦି ତାହା କରିଛନ୍ତି ତ ଆପଣ ପରିବର୍ତ୍ତିତ ହେବା ଆପଣଙ୍କ ପାଇଁ ସହଜ। ଧରି ନିଅନ୍ତୁ, ଜଣେ ମଦୁଆ, ଉଦାହରଣ ଆମେ ନେବା, ଜଣେ ମଦୁଆ ମଦ ଖାଇ 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 ସେ ବହୁତ କ୍ଳାନ୍ତ ହୋଇଯାଇଛି, ନାଇଁ କି? ଶରୀର ଅସୁସ୍ଥ ଇତ୍ୟାଦି ଇତ୍ୟାଦି। ତାପରେ ସେ ସୁସମାଚାର ଶୁଣିଲା,
ହେଲା। ସୁସମାଚାର ଶୁଣିଲା ପରେ ନିଜର ପାପ ପାଇଁ ସେ କଣ କଲା, ମାନେ ଅନୁତାପ କଲା। ସେ ଛି, ମୁଁ ମଦ ଖାଇକି ବହୁତ ବଡ ମାନେ ପାପ କଲି, ପ୍ରଭୁ ମତେ କ୍ଷମା କର, ପ୍ରଭୁ ମୁଁ ବଡ ଅପରାଧ କରିଛି, ଇତ୍ୟାଦି ଇତ୍ୟାଦି। ସେ ଅନୁତାପ କଲା, କାନ୍ଦିଲା, ଆଉ ପାପ ସ୍ୱୀକାର କଲା, ଇତ୍ୟାଦି ଇତ୍ୟାଦି। କିନ୍ତୁ ତା ସହିତ ସେ ଯଦି ମନ ପରିବର୍ତ୍ତନ କରିବ ନାହିଁ ବା ମଦ୍ୟପାନ ଯଦି ଛାଡିବ ନାହିଁ, ତାର ଅନୁତାପର, ତାର ଯୋଉ କ୍ରନ୍ଦନ ଶୋକ କରିବାର କଣ ମୂଲ୍ୟ ରହିବ? ନାହିଁ, ରହିବ ନାହିଁ। ସେଥିପାଇଁ ଏ ଦୁଇଟା ଏକତ୍ର ରହିଛି, ମେଟାନୋଇଆ ଗ୍ରୀକରେ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ ମାନେ, ତେଣୁ ଆପଣ ମାନଙ୍କର ଯୋଉ ପରିବର୍ତ୍ତନ, ଯଦି ଆପଣ ପରିବର୍ତ୍ତିତ ହୋଇଛନ୍ତି ତ ପ୍ରଭୁଙ୍କୁ ୱେଲକାମ କରନ୍ତୁ, ପ୍ରଭୁଙ୍କୁ ଧନ୍ୟବାଦ କରନ୍ତୁ। ଯଦି ନାହିଁ, ଏଇ ପଏଣ୍ଟରେ, ଏଇ ଜାଗାରେ ଚେକ୍ କରନ୍ତୁ ଆପଣଙ୍କର ମାନେ ମନ ପରିବର୍ତ୍ତନକୁ। ଆପଣ କେମିତି ମନ ପରିବର୍ତ୍ତନ କରିଛନ୍ତି? ଇମୋସନରେ କରିଛନ୍ତି, ଲୋକ ଦେଖାଣିଆ କରିଛନ୍ତି, ନାଇଁ କି? ନା ପ୍ରକୃତରେ ପାପ ପାଇଁ ଅନୁତାପ କରି ପାପ ଛାଡିକି ନୂଆ ହେଇଛନ୍ତି? ହେଲା, ଆପଣ ନିଜକୁ ନିଜେ ପରୀକ୍ଷା କରନ୍ତୁ ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ ମାନେ, ଏବଂ ଏ ବିଷୟରେ ପୁରାପୁରି କ୍ଲିୟର ହୁଅନ୍ତୁ। ଆଉ ଥରେ କହିବା ପାଇଁ ଚାହିଁବି, ଅନୁତାପ ଓ ମନ ପରିବର୍ତ୍ତନ ପରସ୍ପର ପରିପୂରକ। ଏହିପରି ପରସ୍ପର ପରିପୂରକ, ୟାକୁ ଛାଡି ରହିପାରିବ ନାହିଁ। ମନ ପରିବର୍ତ୍ତନ ବିହୀନ ଅନୁତାପ, ହେଲା, କିମ୍ବା ଅନୁତାପ ବିହୀନ ମନ ପରିବର୍ତ୍ତନ ମୂଲ୍ୟହୀନ ଅଟେ। ଯଦି ଆପଣଙ୍କର ଏହିପରି ଅବସ୍ଥା ହେଇଥିବ, ତାହେଲେ ଆପଣ ପରିବର୍ତ୍ତିତ ହେଇପାରିବେ ନାହିଁ। କିନ୍ତୁ ଏ ଦୁଇଟା ଯାକ ଥିବାକୁ ପଡିବ, ମେଟାନୋଇଆ, ଅନୁତାପ ସହିତ ଆପଣ ମନ ପରିବର୍ତ୍ତନ କରିବେ। ଖାଲି ଦେଖିକି କିଛି ଇମୋସନ ହେଇକିରି ନାଇଁ ନାଇଁ ମୁଁ ପ୍ରଭୁ ବିଶ୍ୱାସ କଲି, ନାଇଁ ମୁଁ ମଦ ଖାଇବିନି, ପାନ ଖାଇବିନି, ସିଗରେଟ ଖାଇବିନି, ମିଛ କହିବିନି, ହାତ ଗଣତି ଏମିତି କରିଦେଲେ ସେଟା ଅନୁତାପ ମନ ପରିବର୍ତ୍ତନ ନୁହେଁ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ ମାନେ, ଆପଣ ଅନୁତାପ ଇନର ଏକ୍ସପିରିଏନ୍ସ, ତାହା ଅନୁତାପ ହଉଛି ଇନର ଏକ୍ସପିରିଏନ୍ସ ବା ଆଭ୍ୟନ୍ତରୀଣ ଅନୁଭୂତି, ଏବଂ ମନ ପରିବର୍ତ୍ତନ ହଉଛି ଆଉଟର ଏକ୍ସପ୍ରେସନ। ଆପଣ ନିଜ ପାପ ପାଇଁ ଯୋଉ ଖେଦ କଲେ, ଦୁଃଖ କଲେ ଓ ଶୋକ କଲେ ଏବଂ ପ୍ରଭୁଙ୍କଠାରେ ସ୍ୱୀକାର କଲେ ଏବଂ ତାହା ଛାଡ଼ିଲେ, ଯାହା ଛାଡ଼ିଲେ ତାହା ବାହାରେ ପ୍ରକାଶିତ ହବ। ଏବଂ ଆମେ ମୂଳରୁ ଆମେ ଦେଖୁଛୁ ଆରମ୍ଭରେ, ନାଇଁ କି, ସାଉଲଙ୍କର ଜୀବନରେ ଆମେ ଦେଖୁଛୁ, ସେ ତାର ପୁରାତନ ବିଷୟ ସବୁ ଛାଡ଼ିଦେଲେ ଏବଂ ସବୁ ଦେଖ ନୂଆ ହେଲେ, ଏବଂ ଏହା ପ୍ରମାଣିତ ହେଲା ସମାଜରେ। ଆପଣ ମନେ ମନେ ଭାବିକି ରହିଲେ ହବନି, ଆପଣ ପ୍ରମାଣିତ ହେବାକୁ ପଡିବ ସମାଜରେ। ଆପଣ ଯେ ପରିବର୍ତ୍ତିତ ହୋଇଛନ୍ତି, ଆପଣଙ୍କୁ ସମାଜ ଦେଖିବାର ଅଛି, ସମାଜ କହିବାର ଅଛି, ତେବେ ଯାଇକି ତାହା ଠିକ ବୋଲିକି ଧରି ନିଆଯିବ। ଆଉ ଯଦି ନାହିଁ, ତାହେଲେ ଆପଣଙ୍କର କୋଉଠି ନା କୋଉଠି ଗଲତି ରହିଛି। ଆପଣ ଆଉ ଥରେ ରିଭାଇଜ କରିବାକୁ ପଡିବ, ଆପଣଙ୍କର ବିଶ୍ୱାସକୁ, ଅନୁତାପକୁ, ମନ ପରିବର୍ତ୍ତନକୁ, ଇତ୍ୟାଦି ଇତ୍ୟାଦିକୁ ରିଭାଇଜ କରିବାକୁ ପଡିବ ଏବଂ ଏହି ଫର୍ମୁଲାରେ ସେଟ୍ କରିବାକୁ ପଡିବ। ତେବେ ଯାଇକି ଆପଣ ପରିବର୍ତ୍ତିତ ହେବେ। ଏବଂ ଯଦି ପରିବର୍ତ୍ତିତ ହେବେ, ତାହେଲେ ପରମେଶ୍ୱରଙ୍କର ଇଚ୍ଛା ଆପଣ ଜାଣିବେ ଏବଂ ସେଇ ଇଚ୍ଛା ଅନୁସାରେ ସେବା କାମ କରିବେ ଏବଂ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରିବେ ଏବଂ ଶେଷରେ ଆପଣଙ୍କୁ ସେ ରୂପାନ୍ତରିତ କରିବେ। ପ୍ରେଜ ଦ ଲର୍ଡ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ, ଆଚ୍ଛା, ଆଉ ଗୋଟେ ଷ୍ଟେପକୁ ଆମେ ଶେଷ ଷ୍ଟେପକୁ ଯିବା। ପରିବର୍ତ୍ତିତ ହେବେ କିପରି? ଦେଖ ନା, ଏଇଟା ଏଇଟା ଗୋଟେ ବଡ ଗୁରୁତ୍ୱପୂର୍ଣ୍ଣ ବିଷୟ, ପ୍ରାକ୍ଟିକାଲ ବିଷୟ ଏଟା। ଆପଣ ପରିବର୍ତ୍ତିତ ହେବେ କିପରି? ଆଉ ମନେ ରଖନ୍ତୁ, ପରମେଶ୍ୱର ପରିତ୍ରାଣ ଦେବେ। ଆପଣଙ୍କୁ କିଛି କରିବାକୁ ପଡିବନି, ଖାଲି ବିଶ୍ୱାସ କରି ଅନୁତାପ କରି ପାପ ସ୍ୱୀକାର କରିବାକୁ ପଡିବ ଏବଂ ପରମେଶ୍ୱର ଆପଣଙ୍କର ପାପ କ୍ଷମା କରିବେ, ପରିତ୍ରାଣ ଦେବେ। କ୍ଲିୟର, ବିନା ମୂଲ୍ୟରେ ଆପଣ ପରିତ୍ରାଣ ପାଇବେ। ଆପଣଙ୍କର ପାପର ପ୍ରାୟଶ୍ଚିତ ପାଇଁ ଖ୍ରୀଷ୍ଟ ଯୀଶୁ ମାନେ କ୍ରୁଶରେ ସେ ପ୍ରାୟଶ୍ଚିତ କରିଅଛନ୍ତି, ଆପଣ ବିନା ମୂଲ୍ୟରେ ପରିତ୍ରାଣ ପାଇବେ। ମାତ୍ର ଆପଣଙ୍କୁ ପରିବର୍ତ୍ତିତ ହେବାକୁ ହବ। ପ୍ରେଜ୍ ଦ ଲର୍ଡ। ପରିବର୍ତ୍ତିତ ହେବା କାମ ବିଶ୍ୱାସୀର, ପରିତ୍ରାଣ ଦେବା କାମ ପରମେଶ୍ୱରଙ୍କର। ମନେ ରଖନ୍ତୁ, ଆଉ ପରିବର୍ତ୍ତିତ ହେବା ପାଇଁ ଆପଣ ଖାଲି ଗୀତ ଗାଇକି ପରମେଶ୍ୱରଙ୍କ ଉପରେ ନିର୍ଭର କରନ୍ତୁ ନାହିଁ, ଆପଣ ନିଜେ ପରିବର୍ତ୍ତିତ ହୁଅନ୍ତୁ। ଯଦି ଆପଣ ପାପରେ ଅଛନ୍ତି, ପାପ ଛାଡ଼ନ୍ତୁ। ଯଦି ସିଗାରେଟ ଖାଉଛନ୍ତି, ସିଗାରେଟ ଛାଡ଼ନ୍ତୁ। ଯଦି ମିଛ କହୁଛନ୍ତି, ମିଛ ଛାଡ଼ନ୍ତୁ, ସତ କୁହନ୍ତୁ, ଇତ୍ୟାଦି। ଖ୍ରୀଷ୍ଟ ମୋର ପ୍ରିୟ ଭାଇ ଭଉଣୀ, ହେଲେ ପରିବର୍ତ୍ତିତ ହେବ କିପରି? ଦେଖ ନା, କିପରି ହେବ? ଆମେ ରୋମୀ 12:2 ପାଠ କରୁଛୁ, ନାଇଁ କି? ମନର ନୂତନୀକରଣ, ଆନାକାଇନୋସିସ୍, ନୂତନୀକରଣ, ଆନାକାଇନୋସିସ୍ ବା
ପୁରୁଣା କୁ ଭାଙ୍ଗି ନୂଆ କରିବ। ମନର ନୂତନୀକରଣ ପାଇଁ ହେଲେ ଆପଣଙ୍କର ପୁରାତନ ସ୍ୱଭାବକୁ ଆପଣ ଛାଡ଼ିବାକୁ ପଡ଼ିବ ହେଲା, ଏବଂ ନୂଆ ଆଚରଣ କରିବାକୁ ପଡ଼ିବ। ଖ୍ରୀଷ୍ଟ ମୋର ପ୍ରିୟ ଭାଇ ଭଉଣୀ, ଆଉ ଯେତେବେଳେ ଆମେ ପୁରାତନକୁ ଛାଡ଼ିବୁ ସେତେବେଳେ ପବିତ୍ର ଆତ୍ମା ମାନଙ୍କୁ ପଢ଼ାଇ ନେବେ, ସେ ଆମମାନଙ୍କୁ ଶିକ୍ଷା ଦେବେ, ଏବଂ ଆମେ ଧାର୍ମିକତାରେ ଆମେ ସମର୍ପିତ ହୋଇପାରିବା ଏବଂ ଧାର୍ମିକତାରେ ଆମେ ଜୀବନଯାପନ କରିପାରିବା। ମନର ନୂତନୀକରଣ କିପରି ହବ ଦେଖନ୍ତୁ। ପୁରୁଣାକୁ ଭାଙ୍ଗିବ, ନୂଆ କରିବ ହେଲା। 2ରେ, ସହଜ ଲାଗୁଥିଲେ ବି ଏହା ଏକ ଜଟିଳ ଏବଂ କଷ୍ଟଦାୟକ ପ୍ରକ୍ରିୟା ଅଟେ। ଇଏ ଏକ ପ୍ରକ୍ରିୟା, ଥରେ କରିଦେଲେ ସରିବ ତାହା ନୁହେଁ, ଇଏ ଜୀବନ ସାରା ଲାଗିଥିବ। କାରଣ ଜଣେ ପାପୀ ଜଣେ ବିଶ୍ୱାସୀ ହେଲା ପରେ, ପରିତ୍ରାଣ ପାଇଲା ପରେ ଜୀବନ ସାରା ସେ ଅନେକ ବାର ପାପ କରେ, ଆଉ ଯେତେ ଥର ସେ ପାପ କରିବ ତାକୁ ସେତେ ଥର ମନର ନୂତନୀକରଣ କରିବାକୁ ହବ। ତେଣୁ ଏହା ଏକ ଜଟିଳ ଏବଂ କଷ୍ଟଦାୟକ ପ୍ରକ୍ରିୟା ଅଟେ, ଗୋଟେ ପ୍ରୋସେସ ଅଟେ। ମନର ନୂତନୀକରଣ ଇଏ ଥରେ କରିଦେଲେ ହବ ନାହିଁ। ଆପଣ ପରିତ୍ରାଣ ପାଇବା ଦିନ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ, ଏହି ପ୍ରୋସେସ ଚାଲିବ। ଆପଣ ପାପ କରୁଥିବେ, ପାପ କ୍ଷମା ପାଉଥିବେ, ମନର ନୂତନୀକରଣ କରୁଥିବେ। ଖ୍ରୀଷ୍ଟ ମୋର ପ୍ରିୟ ଭାଇ ମାନେ, ତେବେ এই যে কষ্টদায়ক জটিল প্রক্রিয়া বা কার্য দেখি ଏହା ଆଖିରେ ଦେଖାଯାଏନି। ଖ୍ରୀଷ୍ଟ ମୋର ପ୍ରିୟ ଭାଇ ଭଉଣୀ ମାନେ, ଏହା ହୃଦୟରେ ହୁଏ, ମନରେ ହୁଏ। এই ଜଟିଳ କଷ୍ଟଦାୟକ ପ୍ରକ୍ରିୟା ଆମେ କାମ ହୃଦୟରେ କରିଥାଉ, ଏବଂ ଏହା ଜାଣିବା ପାଇଁ ଆମମାନଙ୍କୁ ଉତ୍କର୍ଷ ପକ୍ଷୀ ଠାରୁ ଶିକ୍ଷା କରିବାକୁ ହବ। ଉତ୍କର୍ଷ ପକ୍ଷୀ ନାକି, ଉତ୍କର୍ଷ ପକ୍ଷୀ ବିଷୟରେ ଆମେ ଜାଣିଛୁ। ଖ୍ରୀଷ୍ଟ ମୋର ପ୍ରିୟ ଭାଇ ଏବଂ ଭଉଣୀ ମାନେ, ଇଗଲ, ଇଗଲ ଯାହାକୁ କୁହାଯାଉଛି ଉତ୍କର୍ଷ ପକ୍ଷୀ, ତାଠାରୁ ଆମେ ଶିଖିବାକୁ ପଡ଼ିବ ସେ କିପରି ନୂତନୀକରଣ ହେଉଛି, ସେ କିପରି ନୂଆ ହେଉଛି। ଠିକ ଆମେ ମଧ୍ୟ ଠିକ ସେଇପରି ଭାବରେ ନୂଆ ହୋଇପାରିବା ବା ମନର ନୂତନୀକରଣ କରିପାରିବା, ତେବେ ଆମେ ପରିବର୍ତ୍ତିତ ହେବା। ପ୍ରେଜ୍ ଦ ଲର୍ଡ। ଆଚ୍ଛା, ଉତ୍କର୍ଷ ପକ୍ଷୀ ବିଷୟରେ ଆମେ ଦେଖୁ। ଏହା ଏକ ଶିକାରୀ ପକ୍ଷୀ ହେଲା। ଆପଣ ଉତ୍କର୍ଷ ପକ୍ଷୀ ବିଷୟରେ ଅନେକ କିଛି ଜାଣିଥିବେ। ଏହି ପକ୍ଷୀ 70 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହେ। ଏହା ସହିତ ବିଶ୍ୱାସୀକୁ ତୁଳନା କରାଯାଏ। ଗୀତ ସଂହିତା 103:5 ଆପଣ ପାଇପାରିବେ। ଉତ୍କର୍ଷ ପକ୍ଷୀ ସହିତ ବିଶ୍ୱାସୀକୁ ତୁଳନା କରାଯାଏ, ଏବଂ ମନୁଷ୍ୟ ପରି ଏହି ପକ୍ଷୀ 70 ବର୍ଷ ପର୍ଯ୍ୟନ୍ତ ବଞ୍ଚିବ ହେଲା। ଆଚ୍ଛା, ତାପରେ କ'ଣ? 40 ବର୍ଷ ବେଳକୁ ଏହାର ଥଣ୍ଟ ଓ ନଖ ମୋଟା ହୋଇଯାଏ, ଶିକାର କରି କରି ମୋଟା ହୋଇଯାଏ, ଏବଂ ପର ଗୁଡ଼ିକ ତା ଦେହରେ ବୃଦ୍ଧି ପାଇକି ଶରୀର ଓଜନିଆ ହୁଏ, ଏବଂ ସେ କ୍ଷିପ୍ର ଗତିରେ ଉଡ଼ି ଶିକାର କରିବାକୁ କଷ୍ଟ ହୁଏ। ତାକୁ ସେ ଶିକାର କରିପାରେ ନାହିଁ। ସେ ପୂର୍ବ ଭଳିଆ ସେ ପୁରା ତୀର ବେଗରେ ଗତି କରିକି ଶିକାର କରିପାରେ ନାହିଁ ସେ, ଏବଂ ଯଦ୍ୱାରା କି ତା ପାଖରେ 2ଟା ବିକଳ୍ପ ରହିଯାଏ। ସେ ଏକରେ ସେ ବଞ୍ଚି ରହିବ, ନତୁବା ଶିକାର ନ ପାଇ ଅନାହାରରେ ମରିବ। 2ଟା ଅପସନ, ତା ପାଖରେ 2ଟା ଅପସନ ରହିବ ହେଲା କି। କାରଣ ସେ ଶିକାର କରିପାରିବନି, ଆଉ ଯଦି ପାରିବନି କ'ଣ ଖାଇବ? ଅନାହାରରେ ସେ ମରିବ, ନତୁବା ସେ ବଞ୍ଚି ରହିବ। ହେଲେ ବଞ୍ଚି ରହିବା ପାଇଁ ସେ କ'ଣ କରିବ? ଅତ୍ୟନ୍ତ ଯନ୍ତ୍ରଣାଦାୟକ ସିଦ୍ଧାନ୍ତ ନେବାକୁ ପଡ଼େ। ଉତ୍କର୍ଷ ପକ୍ଷୀକୁ ଯନ୍ତ୍ରଣାଦାୟକ ସିଦ୍ଧାନ୍ତ ନେବାକୁ ପଡ଼େ, ଯାହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ 150 ଦିନ ଲାଗିଥାଏ। ଉତ୍କର୍ଷ ପକ୍ଷୀକୁ ନୂତନୀକରଣ କରିବା ପାଇଁ, ନିଜକୁ ନୂଆ କରିବା ପାଇଁ 150 ଦିନ ସମୟ ଲାଗେ, ଏବଂ ସେଇ 150 ଦିନରେ ସେ ପାଣି ଟୋପାଏ ପିଏ ନାହିଁ, କିମ୍ବା କୌଣସି ଖାଦ୍ୟ ଟିକେ ବି ସେ ପେଟରେ ପଡ଼େ ନାହିଁ। ତାର ପୁରା ପୁରି 100% ସେ ଅନାହାରେ ରହିବ 150 ଦିନ। ତାପରେ ଯାଇକି ସେ ପୁଣି ଥରେ ନୂତନ ହବ। ଖ୍ରୀଷ୍ଟ ମୋର ପ୍ରିୟ ଭାଇ ଭଉଣୀ ମାନେ, ହେଲେ ମନର ନୂତନୀକରଣ କରିବାକୁ ବିଶ୍ୱାସୀକୁ ମଧ୍ୟ ଏ ପ୍ରକାର କଷ୍ଟକର ସିଦ୍ଧାନ୍ତ ନେବାକୁ ପଡ଼ିଥାଏ ହେଲା। ମନର ନୂତନୀକରଣ ଆମେ ଖାଲି କହିଦେଉଛୁ, କିନ୍ତୁ ମନର ନୂତନୀକରଣ ଇଏ ଏକ ଜଟିଳ ପ୍ରକ୍ରିୟା। ଯେମିତିକି ଆମର ଏ ଯୋଉ ଶିକାରୀ ପକ୍ଷୀ ଉତ୍କର୍ଷ ପକ୍ଷୀ କରେ, 150 ଦିନ ପର୍ଯ୍ୟନ୍ତ ସେ ଅନାହାରେ ରହିକି ସେ ନିଜକୁ ନୂଆ କରିବ। କିପରି କରିବ ତଳକୁ ଦେଖିବା, ତାପରେ ସମାପ୍ତ କରିବା ହେଲା। ଠିକ ବିଶ୍ୱାସୀ ମଧ୍ୟ ସେଇ ପ୍ରକାର କଷ୍ଟକର ସିଦ୍ଧାନ୍ତ ନେଇକିରି ମନର ନୂତନୀକରଣ କରିବାକୁ ପଡ଼େ। ଆଚ୍ଛା, ଉତ୍କର୍ଷ ପକ୍ଷୀ ମାନେ ନୂତନୀକରଣ କରେ କିପରି?
ସେ କିପରି ନୂଆ ପକ୍ଷୀ ହୋଇଯାଏ ଦେଖନ୍ତୁ ନା। ହେଲେ ଏହି ନୂତନୀକରଣ ପ୍ରକ୍ରିୟାଟା ତା ଜୀବନରେ ଥରେ ମାତ୍ର ଆସେ, କାରଣ ତାକୁ 40 ବର୍ଷ ବୟସ ବେଳକୁ ସେ ଏହି କାମ କରିବାକୁ ପଡେ, ନୂତନୀକରଣ କାମ କରିବାକୁ ପଡେ। 150 ଦିନ ପର୍ଯ୍ୟନ୍ତ ସେ ସାଧନ କରିବାକୁ ପଡେ ହେଲା। ତାପରେ ସେ ନୂଆ ହେଇଯାଏ। ତାପରେ ନୂଆ ହେଲା ପରେ ସେ ଆହୁରି 30 ବର୍ଷ ସେ ବଞ୍ଚି ରହେ ଶିକାର କରିକି। ଏକ କଣ କଣ ସେ କରେ ଦେଖନ୍ତୁ। ଏକ, ସେ ଏକ ନିର୍ଜନ ଉଚ୍ଚ ପର୍ବତ ଶିଖରକୁ ଉଡ଼ିଯାଇ ପ୍ରଥମେ ତାହାର ଥଣ୍ଟକୁ ପଥର ଦେହରେ ଘଷି ବାହାର କରେ। ମନେ ରଖନ୍ତୁ, ଧ୍ୟାନ ଶୁଣନ୍ତୁ ୟାକୁ। ଉତ୍କର୍ଷ ପକ୍ଷୀ ଉଡ଼ିଯିବ ଏକ ନିଷ୍କାଞ୍ଚନ ଜାଗାକୁ, ପର୍ବତ ଶିଖର ଉପରକୁ। କେହି ଯେମିତିକି ବିଶୃଙ୍ଖଳା କରିବେ ନାହିଁ, କୌଣସି ଜୀବଜନ୍ତୁ ପକ୍ଷୀ ସେଠିକି ଯିବେ ନାହିଁ, ସେପରି ଜାଗାକୁ ସେ ଉଡ଼ିକି ଯିବ। ଉଡ଼ିକି ଗଲା ପରେ କଣ କରିବ? ପଥର ଦେହରେ ନିଜର ଥଣ୍ଟକୁ ଘଷି ଘଷି ସେଟାକୁ ବାହାର କରିବ। ଆଚ୍ଛା, ତାର ଥଣ୍ଟ ବାହାରିଲେ କେମିତି ଦୁଷିବ ସେ? ତାହା ଦେହରୁ ରକ୍ତ ବାହାରିବ ନା ନାହିଁ? ଅନୁମାନ କରନ୍ତୁ। ମୋର ସମୟ ନାହିଁ ଅଧିକ ୟାକୁ ବିଶ୍ଳେଷଣ କରିବା ପାଇଁ। ଆଚ୍ଛା, କିଛି ଦିନ ପରେ ନୂଆ ଥଣ୍ଟ ବାହାରିବ ଏବଂ ସେଇ ଥଣ୍ଟ ଦ୍ୱାରା ସେ ତାର ନଖ ଆଉ ପର ଗୁଡ଼ିକୁ ଖୁମ୍ପି ଖୁମ୍ପି ଝିକି ଝିକି ବାହାର କରିବ। ହେଲା କି? ନଖ ଗୁଡାକ ସେ ଖୁମ୍ପି ଖୁମ୍ପି ବାହାର କରିବ, କାରଣ ତାର ନଖ ଗୁଡାକ ମୋଟା ହେଇଛି, ତାର ଥଣ୍ଟ ମୋଟା ହେଇଛି। ସେ ଘଷି ଘଷି ବାହାର କରିବ, ନୂଆ ଥଣ୍ଟ ବାହାରିବ। ହେଲା କି? ତାପରେ ତାର ପର ଗୁଡାକ ସେ ଖୁମ୍ପିକି ବାହାର କରିବ, ସବୁ ଝିକି ଝିକି ବାହାର କରିବ। ମନେ ରଖନ୍ତୁ, ଏଇଟା କଷ୍ଟକର ନା ସହଜ? 150 ଦିନ ସେ ଖାଇବ ନାହିଁ। ତାପରେ କଣ କରିବ? ଆହୁରି କିଛି ଦିନ ଗଲା ପରେ ତାର ନୂଆ ନଖ ଓ ନୂଆ ପର ବାହାରି ପୂର୍ଣ୍ଣାଙ୍ଗ ଶରୀର ହେବ। ଖ୍ରୀଷ୍ଟନ ମୋର ପ୍ରିୟ ଭାବିଣୀ ମାନେ, ତାପରେ କଣ କରିବ? ସେ ଡେଣା ମେଲାଇ ସେ ସୂର୍ଯ୍ୟ କିରଣରେ ପର ଗୁଡ଼ିକୁ ତୈଳାକ୍ତ କରିବ। ଡେଣା ମେଲାଇ ବୋଲନ୍ତି ସୂର୍ଯ୍ୟ କିରଣ ଦେହରେ, ସୂର୍ଯ୍ୟ କିରଣରେ, ଯଦ୍ୱାରା କି ତାଙ୍କର ପର ଗୁଡ଼ିକୁ ତୈଳାକ୍ତ ହବ ଏବଂ ସେଠାରୁ ସେ ଶିକାର ପାଇଁ ଉଡ଼ିଯିବ ଏବଂ ଆହୁରି 30 ବର୍ଷ ବଞ୍ଚିବ। ପ୍ରେଜ୍ ଦ ଲର୍ଡ। ଇଏ ହଉଛି ମାନେ ଉତ୍କର୍ଷ ପକ୍ଷୀର ନୂତନୀକରଣ ପ୍ରକ୍ରିୟା ହେଲା। ହେଲେ ଜୀବନରେ ଉତ୍କର୍ଷ ପକ୍ଷୀ ଥରେ ମାତ୍ର ଏମିତି କରେ। ଆଉ 30 ବର୍ଷ ଗଲା ବେଳକୁ ତାର 70 ବର୍ଷ ହୋଇଯାଇଥିବ, ସେ ମାମୁଲି ସେ ମୃତ୍ୟୁବରଣ କରିବ। କିନ୍ତୁ ବିଶ୍ୱାସୀର ନୂତନୀକରଣ ଦେଖନ୍ତୁ, ବିଶ୍ୱାସୀର ନୂତନୀକରଣ ବାରମ୍ବାର କରିବାକୁ ପଡେ, କାରଣ ସେ ବାରମ୍ବାର ପାପ କରେ। ଆପଣ ଯଦି କେବେ ପାପ କରିବେ ନାହିଁ, ତାହେଲେ ଆପଣ ଥରେ ମାତ୍ର ନୂତନୀକରଣ ହେବେ, କରିବେ ନିଜକୁ। ଆଉ କିଛି କରିବା ଦରକାର ନାହିଁ। ମାତ୍ର ଯଦି ଆପଣ ବାରମ୍ବାର ପାପ କରୁଛନ୍ତି, ତାହେଲେ ଆପଣଙ୍କୁ ମଧ୍ୟ ବାରମ୍ବାର ନୂତନୀକରଣ କରିବାକୁ ପଡିବ। ଆଚ୍ଛା, ସେ ନୂତନୀକରଣ କେମିତି? ସହଜ ନା ସରଳ? ସରଳ ନା କଷ୍ଟ? ନାଇଁ କି? ଦେଖନ୍ତୁ, ଏଇଟା ବି କଷ୍ଟକର। କେମିତି? ପ୍ରଭୁଙ୍କ ନିକଟକୁ ଫେରିବାକୁ ପ୍ରଥମେ ଦୃଢ ସିଦ୍ଧାନ୍ତ ନେବାକୁ ପଡିବ। ଅବୟବ ପୁତ୍ର ଦୃଢ ସିଦ୍ଧାନ୍ତ ନେଲା, ନାଇଁ ଯାହା ହବ ହବ, ମୁଁ ପିତାଙ୍କ ନିକଟକୁ ଉଠି ଚାଲିଯିବି। ଦୃଢ ସିଦ୍ଧାନ୍ତ। ଉତ୍କର୍ଷ ପକ୍ଷୀ ଦୃଢ ସିଦ୍ଧାନ୍ତ, ନାଇଁ ମୁଁ ବଞ୍ଚିବି, ଅନ୍ଧାରରେ କାହିଁକି ମରିବି, ମୁଁ ବଞ୍ଚିବି। ଉଡ଼ିବ, କଷ୍ଟକର ସେ ସାଧନା କରିବ। ଏବଂ ଅପବ୍ୟ ପୁତ୍ର ମଧ୍ୟ ସେ ଉଠିଲେ, ସିଦ୍ଧାନ୍ତ ନେଲେ, ମାନେ ଷ୍ଟ୍ରଙ୍ଗ ଡିସିସନ ନେଲେ, ଯାହା ହବ ହବ। ଆଉ ବାପା ମତେ ତ ଗ୍ରହଣ କରିବେନି ମୁଁ ଜାଣିଛି, ହେଲେ ତାଙ୍କ ଘରେ ମୁଁ ଚାକର ଭଳିଆ ରହିବା ପାଇଁ ମୁଁ ମୁଣ୍ଡିଆ ମାରି ତାକୁ ଅନୁରୋଧ କରିବି। ସିଦ୍ଧାନ୍ତ। ଆପଣଙ୍କୁ ମଧ୍ୟ ପାପ କଲା ପରେ ମନର ନୂତନୀକରଣ କରିବା ପାଇଁ ଦୃଢ ସିଦ୍ଧାନ୍ତ ନେବାକୁ ପଡିବ। ମନେ ରଖନ୍ତୁ, ଜଗତର ଆକର୍ଷଣ, ଲାଳସା, ଶରୀରର ଇଚ୍ଛା, ଚକ୍ଷୁର ଲାଳସା ଇତ୍ୟାଦି ଗୁଡାକ ଆପଣଙ୍କୁ ଘେରି ରହିଛି। ସେ ଭିତରେ ଆପଣ ଦୃଢ ସିଦ୍ଧାନ୍ତ ନେବେ ନୂତନୀକରଣ କରିବା ପାଇଁ। ସେଗୁଡାକୁ ପାପ ଛାଡିବା ପାଇଁ ଆପଣ ଦୃଢ ସିଦ୍ଧାନ୍ତ ନେବେ। ଲୁକ 15:18 ନାକି ଅବୟବ ପୁତ୍ର ନେଇଥିଲା। 2ରେ କଣ କରିବେ? ଯଦି ଆପଣ ପିତାଙ୍କ ନିକଟକୁ ଫେରିବାକୁ ଚାହାନ୍ତି କିମ୍ବା ମନର ନୂତନୀକରଣ କରିବାକୁ ଚାହାନ୍ତି, ତାହେଲେ ନମ୍ବର 1 ଉପବାସ କରିବେ, 2ରେ ପ୍ରାର୍ଥନା, 3ରେ ଅନୁତାପ ସହିତ ପାପ ସ୍ୱୀକାର କରି ପ୍ରଭୁଙ୍କୁ କ୍ଷମା ମାଗିବାକୁ ହବ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ମାନେ, ଉପବାସ କରିବେ, ପ୍ରାର୍ଥନା କରିବେ ଏବଂ ଅନୁତାପ ସହିତ, ନିଜ ପାପ ପାଇଁ ଅନୁତାପ ସହିତ ପାପ ସ୍ୱୀକାର କରିକି ପ୍ରଭୁଙ୍କଠାରୁ କ୍ଷମା ମାଗିବାକୁ ପଡିବ। ଖ୍ରୀଷ୍ଟନ ମୋର ପ୍ରିୟ ଭାଇ ଭଉଣୀ ମାନେ, ଏବଂ ଏହା ପଢିବା ପାଇଁ, କହିବା ପାଇଁ ଯେତିକି ସରଳ ଲାଗୁଛି, ବାସ୍ତବ କ୍ଷେତ୍ରରେ ତାହା ଏତେ ସରଳ ନୁହେଁ। ଆପଣମାନେ ଯେତେ ଜଣ ଶୁଣୁଛନ୍ତି, ଯଦି
ଆପଣ ମାନେ ଯଦି ପ୍ରକୃତରେ ଉପବାସ ପ୍ରାର୍ଥନା ଅନୁତାପ ସହିତ ପାପ ସ୍ୱୀକାର କରି ପ୍ରଭୁଙ୍କ ଠାରୁ କ୍ଷମା ମାଗୁଛନ୍ତି, ତାହେଲେ ତାହା କେତେ କଷ୍ଟକର ଆପଣ ନିଜେ ଅନୁମାନ କରନ୍ତୁ। ଏବଂ ଏହି କାର୍ଯ୍ୟ ସମସ୍ତ ବିଶ୍ୱାସୀ ମାନେ କରିବା ଆବଶ୍ୟକ। ଆଉ ଯେଉଁମାନେ ନୂତନୀକରଣ କରିବାକୁ ଚାହାନ୍ତି, ହେଲା, ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛା ଜାଣିବା ପାଇଁ ଚାହାନ୍ତି, ସେମାନେ ଏହିପରି ଭାବରେ ନୂତନୀକରଣ କରିବେ ନିଜ ମନକୁ। କାରଣ ଆମେମାନେ ମନୁଷ୍ୟମାନେ ବିଶ୍ୱାସୀ ହେଲା ପରେ ବି, ପରମେଶ୍ୱରଙ୍କ ଅନୁଗ୍ରହ ପାଇଲା ପରେ ବି ଆମେ ଅନେକ ଅନେକ ପାପ କରିଥାଉ। ଖ୍ରୀଷ୍ଟିଆନ ମୋର ପ୍ରିୟ ଭାଇ ଭଉଣୀମାନେ, 3ରେ ଅନ୍ୟ କାହା ସହିତ କିଛି କଥା ଥିଲେ କ୍ଷମା ମାଗି ମିଳିତ ହେବାକୁ ପଡ଼ିବ। ଯଦି ଆପଣ କୌଣସି ବିଶ୍ୱାସୀ ଭାଇ ଭଉଣୀ ନିଜର ସ୍ୱାମୀ ସ୍ତ୍ରୀ ଇତ୍ୟାଦି ମଧ୍ୟରେ ଯଦି କିଛି ଯଦି ମାନେ ଅମିଳନ କଥା ରହିଛି, ତାହେଲେ ତାଙ୍କଠାରୁ ଆପଣ କ୍ଷମା ମାଗିବାକୁ ପଡ଼ିବ ଏବଂ ତାଙ୍କ ସହିତ ମିଳିତ ହେବାକୁ ପଡ଼ିବ। ମାଥ୍ୟୁ 5:23-24 ଆପଣ ତାହା ପାଠ କଲେ ଜାଣିପାରିବେ, ହେଲା କି? ହେଲେ ଏହା ବି ସହଜ ନୁହେଁ, ଏହା ବି କଷ୍ଟକର, କିନ୍ତୁ କରିବାକୁ ହବ। କାରଣ ଆପଣଙ୍କୁ ମନର ନୂତନୀକରଣ କରିବାକୁ ହେବ, ହେଲା କି? ଆଚ୍ଛା, 4ରେ ଉତ୍କର୍ଷ ପକ୍ଷୀ ସେ କ'ଣ କରିବ? ସବୁ ନୂଆ ହେଲା ପରେ ଡେଣା ଏମିତି ମେଲାଇବ ଖରାରେ, ସୂର୍ଯ୍ୟକିରଣରେ, ଏବଂ ତାର ଡେଣା ଗୁଡ଼ିକରେ ଡେଣା ପର ଗୁଡ଼ିକୁ ପୁରା ତୈଳାକ୍ତ ହେଇଯିବ। ଠିକ୍ ସେହିପରି ବିଶ୍ୱାସୀ ପବିତ୍ର ଆତ୍ମାଙ୍କ ଶକ୍ତି, ଚାଳନା, ନିର୍ଦ୍ଦେଶକୁ ଅପେକ୍ଷା କରିବ। ପ୍ରେଜ୍ ଦ ଲର୍ଡ। ପ୍ରେରିତ 1:4 ପ୍ରଭୁ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, ତନ୍ଦ୍ରା ହବ ନାହିଁ, ତୁମେ ଜେରୁସାଲେମର ଅପେକ୍ଷା କର। ଏମିତି ମୁଁ ଯିବି ଏବଂ ସେଇ ଶକ୍ତି ପ୍ରେରଣ କରିବି, ତାହା ପାଇବା ପର୍ଯ୍ୟନ୍ତ ତୁମେ ଅପେକ୍ଷା କର। ଅପେକ୍ଷା, ଉପବାସ ପ୍ରାର୍ଥନା କଲା ପରେ, ଅନୁତାପ କଲା ପରେ ତରବର ହୁଅନ୍ତୁ ନାହିଁ ଯିବା ପାଇଁ, କାମ କରିବା ପାଇଁ, ସାକ୍ଷୀ ହେବା ପାଇଁ। ୱେଟ୍ କରନ୍ତୁ, ଏନୋଇଣ୍ଟିଂ ପାଇଁ ୱେଟ୍ କରନ୍ତୁ, ଅଭିଷେକ ପାଇଁ ଅପେକ୍ଷା କରନ୍ତୁ। ଖ୍ରୀଷ୍ଟିଆନ ମୋର ପ୍ରିୟ ଭାଇ ଭଉଣୀମାନେ, ତାପରେ କ'ଣ କରିବେ? କଟି ଯାଇଥିବା ସମ୍ପର୍କ ପୁନଃ ସ୍ଥାପନ କରି, ପାପ କରିବା ଦ୍ୱାରା ବିଶ୍ୱାସୀର ସମ୍ପର୍କ ପିତାଙ୍କ ଠାରୁ କଟିଯାଏ। ଏତିକି ଯଦି କରିବେ, ତାହେଲେ ପୁନଃ ସ୍ଥାପନ ହବ। ପ୍ରଭୁଙ୍କ ସହିତ, ପରମେଶ୍ୱରଙ୍କ ସହିତ ସମ୍ପର୍କ ପୁଣି ଥରେ ରେଷ୍ଟୋର ହବ। ସେ ତା ରେଷ୍ଟୋର କରି ଦୃଢ଼ ମନୋବଳ ସହିତ ପ୍ରଭୁଙ୍କ ସେବା କରି ଚାଲନ୍ତୁ। ପ୍ରେଜ୍ ଦ ଲର୍ଡ। ଖ୍ରୀଷ୍ଟିଆନ ମୋର ପ୍ରିୟ ଭାଇ ଭଉଣୀମାନେ, ଉତ୍କର୍ଷ ପକ୍ଷୀ ସେଇ କଠିନ ସାଧନା କରେ ଏବଂ ସାଧନା କଲା ପରେ ସେ ଉଡ଼ି ପଳାଏ। ଏନାଦର 30 ବର୍ଷ ପର୍ଯ୍ୟନ୍ତ ସେ ସ୍ୱୀକାର କରିକି ବଞ୍ଚି ରହେ। ଠିକ୍ ସେହିପରି ଆପଣଙ୍କର ଏଇ ଯେଉଁ ମନର ନୂତନୀକରଣ ଯେତେବେଳେ ଆପଣ କରିସାରିବେ, ପିତାଙ୍କ ସହିତ ଆପଣଙ୍କର ସମ୍ପର୍କ ପ୍ରେମ ରେଷ୍ଟୋର ହବ। ତାପରେ ଆପଣ କ'ଣ କରିବେ? ପିତାଙ୍କ ସହିତ ଜଗତରେ, ସମାଜରେ, ପାପପୂର୍ଣ୍ଣ ଜଗତରେ ଆପଣ କ'ଣ କରିବେ? ନାଇଁ, ତାହାଙ୍କର ସେବା କରି ଚାଲିବେ, ତାହାଙ୍କ ନିମନ୍ତେ ସାକ୍ଷୀ ହେଇ ଚାଲିବେ। ପ୍ରେଜ୍ ଦ ଲର୍ଡ। ପରମେଶ୍ୱର ଆପଣଙ୍କୁ ଯେଉଁ କାର୍ଯ୍ୟଭାର ଦେଇଛନ୍ତି, ଆପଣ ତାହା କରି ଚାଲିବେ। ଖ୍ରୀଷ୍ଟିଆନ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆସନ୍ତୁ ଏଠାରେ ଆମେ ସମାପ୍ତ କରିବା। ଆଉ ମୁଁ ଆଶା କରୁଛି ଆପଣମାନେ ଏହାକୁ ବୁଝିଛନ୍ତି। ଆଉ ଯଦି ଥର କରି ବୁଝି ନାହାନ୍ତି, ତାହେଲେ ଆଉ ଥରେ ରିପିଟ୍ କରି ଦେଖନ୍ତୁ, ଡକୁମେଣ୍ଟ ବି ଦେଖନ୍ତୁ। ଆଉ ମୁଁ ବିଶେଷ କରି ପ୍ରଭୁଙ୍କୁ ଧନ୍ୟବାଦ କରୁଅଛି, ଏହା ଆପଣଙ୍କ ସମ୍ମୁଖରେ ଗୋଟେ ଫେମିଲିଆର ମେସେଜ, ଏଇଟା ଷ୍ଟଡି କିନ୍ତୁ କରିନଥିଲୁ ଆମେ, ଆଜି ପ୍ରଭୁଙ୍କ ଅସୀମ ଦୟାରୁ ଆମେ କରିପାରିଲୁ, ସେଥିପାଇଁ ପ୍ରଭୁ ଗୌରବ ପାଆନ୍ତୁ। ହେଲେ ସାରାଂଶରେ ଏତିକି ମୁଁ କହିବା ପାଇଁ ଚାହିଁବି। ସାରାଂଶରେ ପରମେଶ୍ୱରଙ୍କର ଇଚ୍ଛା, ନାଇଁ କି? ପରମେଶ୍ୱରଙ୍କ ଇଚ୍ଛା ଆମେ ଜାଣିବାର ଉପାୟ ଆମେ ଦେଖିଲୁ। ପ୍ରଥମେ ସେଇଥିରେ ଆମେ ପ୍ରାୟ 4ଟା କ୍ଲୋଜ୍ ଗୁଡ଼ାକ ଦେଖିଲୁ। ଆପଣଙ୍କ ଶରୀରକୁ ସଜୀବ କରିବ, ବର୍ତ୍ତମାନ ଯୁଗର ଅନୁରୂପୀ ହେବ ନାହିଁ, ମନର ନୂତନୀକରଣ କରିବ, ପରିବର୍ତ୍ତିତ ହେବ। ତାପରେ ଆଜି ବିଶ୍ୱାସୀମାନେ ଆଜି ପରିବର୍ତ୍ତିତ କି, ସେଇ ବିଷୟରେ ଆମେ କିଛି ଦେଖିଲୁ। ସତ୍ୟ ବିଷୟ ଆମେ ଦେଖିଲୁ। ପ୍ରକୃତରେ ଆଜି ଆମେ ଏବଂ ଆମର ବିଶ୍ୱାସୀ ଭାଇ ଭଉଣୀମାନେ ପରିବର୍ତ୍ତିତ ନୁହନ୍ତି। ସେମାନେ ଏବଂ ଅଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ଆଦୌ ଡିଫରେନ୍ସ ନାହିଁ। ସେମାନେ ଯାହା, ଆମେ ମଧ୍ୟ ତାହା। ଖ୍ରୀଷ୍ଟିଆନ ମୋର ପ୍ରିୟ ଭାଇ ଭଉଣୀମାନେ, ତାପରେ ଆମେ ଦେଖିଲୁ ପରିବର୍ତ୍ତିତ ହେବାର ଆବଶ୍ୟକତା ବିଷୟରେ ଆମେ ପ୍ରାୟ 8-9ଟା ପଏଣ୍ଟ ଦେଖିଲୁ। ତାପରେ ଅନୁତାପ ସହିତ ମନ ପରିବର୍ତ୍ତନର ଏବଂ ପରିବର୍ତ୍ତିତ ହେବା ସହିତ ଅନୁତାପ ଏବଂ ମନ ପରିବର୍ତ୍ତନର ସମ୍ପର୍କ ବିଷୟରେ ଆମେ କିଛି ଧ୍ୟାନ କଲୁ। ଖ୍ରୀଷ୍ଟିଆନ ମୋର ପ୍ରିୟ ଭାଇ ଭଉଣୀମାନେ, ତାପରେ କିପରି ପରିବର୍ତ୍ତିତ ହେବା ସେଇ ବିଷୟରେ ବି ଆମେ ଉତ୍କର୍ଷ ପକ୍ଷୀ ଠାରୁ ଆମେ କିଛି ଶିଖିଲୁ। ଖ୍ରୀଷ୍ଟିଆନ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ, ଏବଂ ବିଶ୍ୱାସୀ କିପରି ନୂତନୀକରଣ କରିବ, ଶେଷରେ ସେହି କଥା ଆମେ ଦେଖିଲୁ। ଆସନ୍ତୁ ଏଠାରେ ଆମେ ସମାପ୍ତ କରିବା। ମୁଁ ଆଶା କରୁଛି ଆପଣମାନେ ଏହାକୁ ବୁଝିଛନ୍ତି
ଏବଂ ଯଦି ଆପଣଙ୍କୁ ଏହା ଯଦି ଭଲ ଲାଗିଲା, ଆପଣ ଯଦି ଅନୁଗ୍ରହ ପାଇଛନ୍ତି, ତାହେଲେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ଅନ୍ୟ ଭାଇ ଭଉଣୀମାନଙ୍କୁ ଏହାକୁ ସେୟାର କରନ୍ତୁ ଏବଂ ମୋ ପାଇଁ ବି ପ୍ରାର୍ଥନା କରନ୍ତୁ। ଯଦି ପ୍ରଭୁଙ୍କ ଦୟା ହୁଏ ତାହେଲେ ଆଉ ଗୋଟେ ନୂଆ ଏପିସୋଡ ନୂଆ ଟପିକ ନେଇକି ମୁଁ ପରବର୍ତ୍ତୀ ବୁଧବାର ଦିନ ଆସିବି। ପ୍ରେଜ୍ ଦ ଲର୍ଡ। ଆପଣମାନଙ୍କୁ ପ୍ରଭୁ ମୋତେ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ ଆଜ୍ଞା, ସୁନ୍ଦର ବାକ୍ୟ ପାଇଁ ଗଭୀର ବାକ୍ୟ ପ୍ରକାଶ କରିଛନ୍ତି। ଆମେ ଶୁଣୁଥିଲୁ ସ୍ୱର୍ଗଦାସ କହୁଥିଲେ ସମ୍ବାଦ ବିଷୟରେ, ସେ ପୋକ ଯେପରି ପରିବର୍ତ୍ତନ ହବ, ସୁନ୍ଦର ପ୍ରଜାପତି ହଉଛି, ରଙ୍ଗ ବିରଙ୍ଗ କରୁଛନ୍ତି। ରାଷ୍ଟ୍ରଙ୍କୁ ଜୀବନ ସୁପାର କରନ୍ତୁ, ଅନୁଗ୍ରହ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ସେମାନେ 2 ଦିନ ସମାଜରେ ଖାଇବାକୁ ବହୁତ ସମୟରେ ଆସନ୍ତୁ ପ୍ରାର୍ଥନା କରିବାକୁ ଯିବ। ପ୍ରେଜ୍ ଦ ଲର୍ଡ। ଆଜ୍ଞା ଆସନ୍ତୁ। କିଏ ନାହାନ୍ତି ଆମେ ସମୟରେ ସମସ୍ତେ ପଳେଇଲେ ଆମମାନଙ୍କର ଆଜ୍ଞା ଅଛନ୍ତି ବି ପ୍ରାର୍ଥନା କରିବେ ପାଇଁ। ସରିଲା ପରେ ଆପଣ ଆଜ୍ଞା ଆଦର୍ଶ ପ୍ରାର୍ଥନା ସହିତ ଆଶ୍ଚର୍ଯ୍ୟ କରି ଆଜିର ଆସନ୍ତୁ ଆମମାନେ ଆଜିର ଅତି ସୁନ୍ଦର ବାକ୍ୟ ନିମନ୍ତେ। ପ୍ରେଜ୍ ଲର୍ଡ। ସାଉଣ୍ଡ ଆସୁଛି? ଓକେ, ଆସନ୍ତୁ ଆଜିର ସୁନ୍ଦର ବାକ୍ୟ ନିମନ୍ତେ ଆମମାନେ ପ୍ରାର୍ଥନା କରୁଥିବା। ବିଶେଷ କରି ଅତି ସୁନ୍ଦର ଭାବରେ ଆଜି ଆମେ ବାକ୍ୟ ଶ୍ରବଣ କରିଅଛୁ। ଅଳ୍ପ ସମୟ ହେଲେ, ଅଳ୍ପ ଲୋକ ହେଲେ ମଧ୍ୟ, ଅଳ୍ପ ସମୟ ହେଲେ ମଧ୍ୟ ଅଧିକ ବିଷୟ ଆମମାନେ ଆଜି ପ୍ରଭୁ ଅନୁଗ୍ରହ କରିଅଛନ୍ତି ବୁଝିବା ପାଇଁ। ସେଥିପାଇଁ ଆସନ୍ତୁ ଆମମାନେ ସମସ୍ତେ ପ୍ରାର୍ଥନା କରିବା, ତାପରେ ଆଗକୁ ବଢ଼ୁଥିବା। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ ସର୍ବଶକ୍ତିମାନ ପରମେଶ୍ୱର ପ୍ରଭୁ, ତୁମେ ଆମମାନଙ୍କୁ ଅନୁଗ୍ରହ କରିଅଛ, ଦୟା କରିଅଛ। ତମ ପବିତ୍ର ପାଦ ତଳେ ବସି ପ୍ରଭୁ ଅତି ସୁନ୍ଦର ଭାବରେ ଆତ୍ମିକ ଆହାର ପ୍ରଭୁ ଆମମାନଙ୍କୁ ଭୋଜନ କରିବା ପାଇଁ ସୁନ୍ଦର ସୁଯୋଗ ତୁମେ ଆମମାନଙ୍କୁ ଦେଇଅଛ। ହଁ ପ୍ରଭୁ, ଏହି ସମୟକୁ ଅନେକ ଲୋକମାନଙ୍କୁ ମନୋନୀତ କରାଯାଉଅଛି, କିନ୍ତୁ ପ୍ରଭୁ ଅଳ୍ପ ଲୋକ କେବଳ ମାତ୍ର ପ୍ରଭୁ ଆମମାନେ ପ୍ରଭୁ ତମ ଜୀବନ୍ତ ବାକ୍ୟକୁ ଶ୍ରବଣ କରିବା ପାଇଁ ସୁନ୍ଦର ସୁଯୋଗ ତୁମେ ଆମମାନଙ୍କୁ ଦେଇଅଛ। ପ୍ରଭୁ ଧନ୍ୟବାଦ ଦେଉଛି। ତମ ଦାସ ପ୍ରତ୍ୟେକ ବୁଧବାର ଦିନ ପ୍ରଭୁ ଆମମାନଙ୍କୁ ନୂତନ ବିଷୟ ଗୁଡ଼ିକ ପ୍ରଭୁ ଆମମାନଙ୍କୁ ଯେପରି ପ୍ରଭୁ ନିଜ ଜୀବନକୁ ଆମେ ନୂତନୀକରଣ ହେବୁ, ସେଥି ନିମନ୍ତେ ପ୍ରଭୁ ତମ ଦାସ ପରିଶ୍ରମ କରି ଆମମାନଙ୍କ ନିମନ୍ତେ ପ୍ରଭୁ ସେ ଅତି ଉତ୍ତମ ଶିକ୍ଷା ଦେଇ ପ୍ରଭୁ ଆମମାନଙ୍କୁ କରି ନେଇ ଅଛନ୍ତି। ସେଥିପାଇଁ ତମ ଦାସଙ୍କୁ ବହୁ ରୂପେ ଆଶୀର୍ବାଦ କର। ହେ ପ୍ରଭୁ, ଧନ୍ୟବାଦ ଦେଉଛୁ। ତୁମେ ଯଦି ଆମମାନଙ୍କୁ ଦୟା କରିନଥାନ୍ତ, ତୁମେ ଯଦି ଆମମାନଙ୍କୁ ପ୍ରେମ କରିନଥାନ୍ତ, ଏ ବାକ୍ୟକୁ ଆମମାନେ ଅରେଇଥାନ୍ତୁ ପ୍ରଭୁ। ତୁମେ ଆମମାନଙ୍କୁ ପ୍ରେମ କରୁଥିବାରୁ ଏ ବାକ୍ୟ ପ୍ରଭୁ ଆମମାନେ ପାଇଅଛୁ, ସେଥିପାଇଁ ଧନ୍ୟବାଦ ଦେଉଛି ବାପା। ତମ ଦାସଙ୍କୁ ତମେ ବହୁଳ ରୂପେ ଆଶୀର୍ବାଦ କର। ତାଙ୍କ ପରିବାରକୁ ତମେ ଆଶୀର୍ବାଦ କର। ତାଙ୍କ ମିନିଷ୍ଟ୍ରିକୁ ତମେ ଆଶୀର୍ବାଦ କର। ଓ ପ୍ରଭୁ, ଏ ବାକ୍ୟକୁ ଯେପରି ଅନେକ ଲୋକମାନଙ୍କ ପାଖରେ ପହଞ୍ଚିବ, ସେମାନେ ଯେପରି ବୁଝିପାରିବେ, ଜାଣିପାରିବେ, ସେଥିପାଇଁ ପ୍ରଭୁ ତମେ ଦୟା କର ବୋଲି ପ୍ରାର୍ଥନା ନିବେଦନ ଆମେନ୍। କରୁଛୁ ବାପା। ଏ ପ୍ରଭୁ ତମେ ଦୟା କର। ଯେପରି ପ୍ରଭୁ ଆଗାମୀ ଦିନ ମଧ୍ୟ ଏହି ପ୍ରକାର ସୁନ୍ଦର ବାକ୍ୟକୁ ପ୍ରଭୁ ତମ ଦାସକୁ ପ୍ରଭୁ ଏଇ ବିଏସ୍ଏଫ୍ ମଞ୍ଚରେ ପହଞ୍ଚିବେ, ସେଥିପାଇଁ ପ୍ରଭୁ ତମେ ତାକୁ ସୁସ୍ଥ ସବଳ ରଖ। ଆମମାନେ Praise ମଧ୍ୟ the Lord. ସମସ୍ତେ ସୁସ୍ଥ ସବଳ ରଖିବା ପାଇଁ ଆମମାନଙ୍କୁ ସାହାଯ୍ୟ କର ବୋଲି ପ୍ରାର୍ଥନା ନିବେଦନ କରିଅଛୁ ବାପା। ପ୍ରଭୁ ଧନ୍ୟବାଦ ଦେଉଛୁ। ପ୍ରଭୁ
ଆମେ ଯେତେ ଜଣ ଫେସବୁକ୍ରେ ୟୁଟ୍ୟୁବ୍ରେ ଜୁମ୍ରେ ଜଡ଼ିତ ଏ ପ୍ରଭୁ ଏ ବାକ୍ୟକୁ ଆମେ ଶ୍ରବଣ କରିଅଛୁ ପ୍ରତ୍ୟେକଙ୍କୁ ତ ମସ୍ତ ରଖିଅଛି ବାପା ତମେ ଆମମାନଙ୍କୁ ଦୟା କର ପ୍ରଭୁ ଆମେନ୍ ତମେ ମହିମା ଗୌରବ ପ୍ରଶଂସା ଆରାଧନା ତମେ ପାଅ ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କରିଅଛି ଆମେନ୍ ଆମେନ୍। ଆମେନ୍। ଏତେବେଳେ ଆମମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଅସୀମ ଅନୁଗ୍ରହ ଏବଂ ଆମମାନଙ୍କ ସ୍ୱର୍ଗୀୟ ପିତା ପରମେଶ୍ୱରଙ୍କ ଅସୀମ ପ୍ରେମ ଏବଂ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଶାନ୍ତି ଶକ୍ତି ଚେତନା ସୌଭାଗ୍ୟତା ଏତେବେଳେ ପୁଣି ନିରନ୍ତର ଖ୍ରୀଷ୍ଟ ଯୀଶୁଙ୍କ ଆଗମନ ପର୍ଯ୍ୟନ୍ତ ଆମ୍ଭମାନଙ୍କ ସହିତ ଥାଇ ସାହାଯ୍ୟ ଏବଂ ଉପକାର କରନ୍ତୁ। ଆମେନ୍।